ପିଲାମାନେ ୱେଲକମ୍ ବ୍ୟାକ୍ ଟୁ ଆୱାର ଚ୍ୟାନେଲ୍। ତ ଆଜିର ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଏକ ସୁନ୍ଦର ଗଳ୍ପ ସରସୁପଦର, ଯାହାକି ଗୋପୀନାଥ ମହାନ୍ତିଙ୍କ ଦ୍ୱାରା ଲିଖିତ +2 ପ୍ରଥମ ବର୍ଷ ଓଡ଼ିଆ ଏକ୍ଜାମ୍ର। ଓକେ, ତ ଯେଉଁ ପିଲାମାନେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ ସେଟ୍ କରିଦିଅ, ଲାଇକ୍ କର, ସବସ୍କ୍ରାଇବ୍ କର। ଓକେ, ଚାଲ ଷ୍ଟାର୍ଟ କରିବା। କାଳଜୟୀ ସ୍ରଷ୍ଟା ଗୋପୀନାଥ ମହାନ୍ତିଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ପରଜାରୁ ସଂଗୃହୀତ ସରସୁପଦର ବିଷୟଟିକୁ। ବନ୍ଧୁଗଣ, ଗୋପୀନାଥ ମହାନ୍ତି ବିଂଶ ଶତକର ଅନ୍ୟତମ ଉପନ୍ୟାସକାର ଭାବରେ ଏକ ଉଜ୍ଜ୍ୱଳ ପ୍ରତିଭା, ଯିଏକି କଟକ ଜିଲ୍ଲାର ନାଗବାଲିଠାରେ ଜନ୍ମଲାଭ କରିଥିଲେ। ଏପ୍ରିଲ ମାସ 20 ତାରିଖ 1914 ମସିହାରେ, କିନ୍ତୁ ଆମକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଥିଲେ କେବେ? 1991 ମସିହାରେ। ଏବଂ ଗୋପୀନାଥ ମହାନ୍ତି ହେଉଛନ୍ତି ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜଣେ ପ୍ରଖ୍ୟାତ ସ୍ରଷ୍ଟା। ତାଙ୍କର ଲେଖନୀରେ ଆପଣମାନେ ଦେଖିବାକୁ ପାଇବେ ସରଳ ଆଦିବାସୀ ଜୀବନ ଏବଂ ତାଙ୍କର ଅଜସ୍ରସାବି ଲେଖନରୁ କ'ଣ କ'ଣ ସବୁ ସୃଷ୍ଟି ହୋଇଛି। ବହୁ ସରସ ରସୋତ୍ତୀର୍ଣ୍ଣ ସଫଳ ଉପନ୍ୟାସ ମାନ କ'ଣ କ'ଣ ଆପଣମାନେ ଲେଖା ତାଙ୍କର ପାଇପାରିବେ। ଦେଖନ୍ତୁ, ପରଜା, ଏଇ ପରଜା କଥା ଆଜି ଆମେ ପଢ଼ିବା ଏବଂ ଆପଣମାନେ ମଧ୍ୟ ଦେଖିବାକୁ ପାଇବେ ପରଜାରେ କିଭଳି ଶୁକ୍ରୁଜାନି କଥା ଏବଂ କୋରାପୁଟର ଯେଉଁ ସରଳ ଆଦିବାସୀ ଜୀବନ ଏବଂ ପ୍ରାକୃତିକ ପରିବେଶ ସବୁକିଛି ଦେଖିବାକୁ ଆପଣମାନେ ପାଇବେ। ହରିଜନ କହିବା, ଅମୃତର ସନ୍ତାନ କହିବା, ଦାନା ପାଣି କହିବା, ମାଟିମୋଟାଳ ଲେଖା ପାଇଁ, ଯାହା ପାଇଁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ସେ ପାଇଥିଲେ 1973 ମସିହାରେ। ହଁ, ମାଟିମୋଟାଳ ପାଇଁ। ଦାଦି ବୁଢ଼ା ହେଉ, ଲୟ ବିଲୟ ହେଉ, ତାଙ୍କର କ୍ଷୁଦ୍ର ଗଳ୍ପ ମଧ୍ୟ ବହୁତ ଅଛି। ଘାସ ଫୁଲ ଯଦି ଆମେ କହିବା, ବନ୍ଧୁଗଣ ଦେଖନ୍ତୁ, ଯେଉଁ 40 ବର୍ଷ ବୟସ, ମାନେ ଆମେ ଯଦି କହିବା ଏଇ 40 ବର୍ଷ ଭିତରେ କେଉଁ 40 ବର୍ଷ ନା 1934ରୁ 74, এইটা ଥିଲା ତାଙ୍କର ସାଧନାର ସମୟ। এই ସମୟ ଭିତରେ ସେ ଓଡ଼ିଆ ସାହିତ୍ୟକୁ କ'ଣ କ'ଣ ଭେଟି ଦେଇଛନ୍ତି? 20ଟି ଉପନ୍ୟାସ, 150 ଗଳ୍ପ। ଯେଉଁ ଗଳ୍ପ କଥା ଆମେ କହୁଛେ କ୍ଷୁଦ୍ର ଗଳ୍ପ, ଆପଣଙ୍କର ହେଉଛି ଘାସ ଫୁଲ ଯଦି କହିବା, ଉଡ଼ନ୍ତା ଖଇ ହେଲା, ଏବଂ 2ଟି ନାଟକ, 2ଟି ଜୀବନୀ, ଖଣ୍ଡେ ପ୍ରବନ୍ଧ ସଂକଳନ ଏବଂ ଆଦିବାସୀ ଭାଷା ତତ୍ତ୍ୱ ବିଷୟରେ 3-4 ଖଣ୍ଡ ବହି ସେ ଲେଖିଛନ୍ତି। ନାଟକ ଯଦି ଆମେ କହିବା ମୁକ୍ତି ପଥେ ସେ ଲେଖିଛନ୍ତି, ଆଲୋଚନା କଳା ଶକ୍ତି, ଜୀବନୀ ଉତ୍କଳମଣିଙ୍କ ଜୀବନୀ ସେ ଲେଖିଛନ୍ତି ଏବଂ ନିଜର ଆତ୍ମଜୀବନୀ ମଧ୍ୟ ସେ ଲେଖିଛନ୍ତି। ସ୍ରୋତସ୍ୱତୀ ତାଙ୍କ ଆତ୍ମଜୀବନୀ, ତାହାକୁ ସେ ରଚନା କରିଛନ୍ତି। ବିଶେଷ ଭାବରେ ତାଙ୍କ ଲେଖାରେ ଆମେ କ'ଣ ଦେଖିବାକୁ ପାଇବା? ଆଦିବାସୀ ଜୀବନ ଚିତ୍ର, ସରଳ ଆଦିବାସୀମାନଙ୍କର ଯେଉଁ ସରଳ ନିଷ୍କପଟ ହୃଦୟ ଏବଂ ଯେଉଁ ସ୍ନେହ ଭଲ ପାଇବା, ଏବଂ ଆମେ ଯଦି କହିବା ବିଶେଷ ଭାବରେ ସରଳ ଆଦିବାସୀ ଜୀବନ ଚିତ୍ର ଅଙ୍କନରେ ତାଙ୍କର ଦୃଷ୍ଟିଭଙ୍ଗୀ ଅନତିକ୍ରମ୍ୟ। ଆଦିବାସୀ କନ୍ଧ ସୌରା, ଆଦିବାସୀ ଭାଷା ଚରିତ୍ରର ସମନ୍ୱୟ ତାଙ୍କର ସାହିତ୍ୟର ସୃଷ୍ଟିକୁ ବେଶ ପ୍ରାଣବନ୍ତ କରେ। ବୁଝିପାରୁଛନ୍ତି ନା? ସାଧାରଣ ଲୋକଙ୍କ କଥା କହିବେ ସିଏ, ଏବଂ ଆଦିବାସୀ ଜନଜୀବନର ଚଳଣି, ତାଙ୍କର ସଂସ୍କୃତି, ତାଙ୍କର ପରମ୍ପରାକୁ ନେଇ ସୁନ୍ଦର ଭାବରେ ସାହିତ୍ୟର ରୂପ ଦେବାରେ ସେ ଥିଲେ ଖୁବ୍ ଧୁରନ୍ଧର। ତାଙ୍କର ବର୍ଣ୍ଣନା ଭଙ୍ଗୀ ଯେପରି ସ୍ୱତନ୍ତ୍ର, ଆପଣମାନେ ଦେଖିବେ ଏହି ପାଠଟି ଆପଣମାନେ ପଢ଼ିବେ ସରସୁପଦର, ସେଠି କିଭଳି ଭାବରେ ସେ ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କର ବର୍ଣ୍ଣନା ଭଙ୍ଗୀ ଯେପରି ସ୍ୱତନ୍ତ୍ର, ସେହିପରି ତାଙ୍କର ଚିତ୍ର ଚରିତ୍ର ଉପସ୍ଥାପନରେ ସେ ଅଦ୍ୱିତୀୟ। ଚିତ୍ର ଚରିତ୍ରମାନଙ୍କୁ କିଭଳି ସଜେଇବେ, କିଭଳି କାହାଣୀ ଲେଖିବେ, ଉପନ୍ୟାସ ଲେଖିବେ ଏବଂ ବର୍ଣ୍ଣନା କିଭଳି କରିବେ, ତାହା ମଧ୍ୟ ଖୁବ୍ ସ୍ୱତନ୍ତ୍ର। ଆପଣମାନେ ପଢ଼ିବେ ସରସୁପଦର, ପଢ଼ିବେ କିଭଳି ବର୍ଣ୍ଣନା କରିଛନ୍ତି, କିଭଳି ବିଭିନ୍ନ ଚରିତ୍ରମାନଙ୍କୁ ଆଣିଛନ୍ତି ଏବଂ କିଭଳି ପ୍ରାକୃତିକ ପରିବେଶ ହେଉ କିମ୍ବା ସରଳ ଆଦିବାସୀ ଜୀବନକୁ ତାଙ୍କ ଲେଖା ମାଧ୍ୟମରେ ସେ ପ୍ରତିଫଳିତ କରିଛନ୍ତି। ଆପଣମାନେ ଦେଖିବାକୁ ପାଇବେ। ଭାରତବର୍ଷର ଉଲ୍ଲେଖଯୋଗ୍ୟ ସାହିତ୍ୟ ସମ୍ମାନ, ମୁଁ ଆପଣମାନଙ୍କୁ ପୂର୍ବରୁ କହୁଥିଲି, ଭାରତବର୍ଷର ଉଲ୍ଲେଖଯୋଗ୍ୟ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାର ସେ ପାଇଛନ୍ତି ଏବଂ ସେହି ଜ୍ଞାନପୀଠ ପୁରସ୍କାର ଲାଭ କରିବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ସାରସ୍ୱତ ସ୍ରଷ୍ଟା। पूरी कुंडली निकाल के दे देंगे आपको कि आप किससे मिलोगे, कहाँ मिलोगे, लव मैरिज होगी, अरेंज मैरिज होगी, वो इंसान दिखता कैसा होगा। और ये जो ऐप है एस्ट्रोटॉक, ये अपनी फर्स्ट चेक फ्री देते हैं, तो आप वहां पे जाके बात कर लो यार, जान लो जो जानना है। रुकिए, भूलकर भी इस ऐप को डाउनलोड न करें, वरना आपके सारे पुराने डिलीट हुए फोटो और वीडियो वापस आ जाएंगे, चाहे वो 1 साल, 2 साल या 5 साल पुराने हों। अभी तक 4 करोड़ लोग अपना पुराना डेटा रिकवर कर चुके हैं। आप भी एक बार इसे ट्राई करके देखें। धन्यवाद। ତ
ତେଣୁ ଓଡ଼ିଶାର ପ୍ରଥମ ସାହିତ୍ୟ ସ୍ରଷ୍ଟା ଯିଏକି ଜ୍ଞାନପୀଠ ପୁରସ୍କାର ପାଇଥିଲେ, ଜ୍ଞାନପୀଠ ପୁରସ୍କାର ପାଇଥିଲେ, ସେ ହେଉଛନ୍ତି ଗୋପୀନାଥ ମହାନ୍ତି। 1973 ମୁଁ ଆପଣମାନଙ୍କୁ କହୁଥିଲି 1973 ସେ ପାଇଥିଲେ ମାଟି ମୋଟାଳ ପୁସ୍ତକ ପାଇଁ ହେଲା। ତେଣୁ ଆପଣମାନେ ମଧ୍ୟ ସେ ବହି ପଢ଼ିବାର ସୁଯୋଗ ପାଇବେ। କିନ୍ତୁ ଆଜି ଆମେ ଆଲୋଚନା କରିବା, ଆମର ଆଲୋଚ୍ୟ ବିଷୟଟି ହେଉଛି ସରସୁପଦର। ଏବଂ ସରସୁପଦର କ'ଣ ଆସନ୍ତୁ ଆଲୋଚନା କରିବା। ପ୍ରଥମେ ଦେଖିବା ଟିକେ ସରସୁପଦର ବିଷୟରେ, ପ୍ରଥମେ ଦେଖିବା, ତାପରେ ଆମେ ଯିବା ପାଠ ଉପରକୁ ହେଲା। ଭିଡ଼ିଓଟିକୁ ଶେଷ ଯାଏ ନିହାତି ଦେଖିବେ ଏବଂ ସବୁ ସାଙ୍ଗସାଥିମାନଙ୍କ ସାଙ୍ଗରେ ସେୟାର କରିବେ। ଯଦି ଭଲ ଲାଗିଲା ନିହାତି ସବସ୍କ୍ରାଇବ୍ କରିବା ସହିତ ଲାଇକ୍ ଆଉ କମେଣ୍ଟରେ ଆପଣମାନଙ୍କର ମତାମତ ଦେବେ। ତେବେ ଚାଲନ୍ତୁ ଦେଖିବା ସରସୁପଦର ସମ୍ପର୍କରେ। ବର୍ତ୍ତମାନ ଦେଖନ୍ତୁ ସରସୁପଦର ଗୋପୀନାଥ ମହାନ୍ତିଙ୍କ ଦ୍ୱାରା ରଚିତ। ତାହେଲେ ସରସୁପଦର କ'ଣ ନା ଉପନ୍ୟାସ ପରଜାରୁ ସରସୁପଦର ବିଷୟଟି ସଂଗୃହୀତ। ଏଇ ଯେଉଁ ସରସୁପଦର ଆମେ ପଢ଼ିବା ଏଇ ଯେଉଁ ପାଠଟି ଏ କେଉଁଠୁ ଆସିଛି ନା ଗୋପୀନାଥ ମହାନ୍ତିଙ୍କର ଯେଉଁ ପରଜା ଉପନ୍ୟାସ, ସେଇ ପରଜା ଉପନ୍ୟାସରୁ ଏହାକୁ ସଂଗ୍ରହ କରାଯାଇଛି। ଏହି ସ୍ମରଣୀୟ ଉପନ୍ୟାସର ଆରମ୍ଭ ତିନି ଜାତି ବାସ କରୁଥିବା ଧର୍ମଦୁଆର ଘାଟି ନିକଟସ୍ଥ ଛୋଟ ଗାଁ ସରସୁପଦରରୁ ହିଁ ହେଇଛି। ତାହେଲେ ସରସୁପଦର କ'ଣ ଗୋଟିଏ ଛୋଟିଆ ଗାଁ, ଯେଉଁ ଗାଁରେ ତିନି ଜାତିର ଲୋକ ରହୁଛନ୍ତି। କେଉଁ ଜାତିର ରହୁଛନ୍ତି ଲୋକ ଆମେ ଯଦି କହିବା ଡମ୍ବ ସାହି, ଗାଧବା ସାହି ଆଉ ପରଜା ସାହି। ତାହେଲେ ଏଇ ତିନି ଜାତି ମାନେ ଡମ୍ବ ସାହି, ଗାଧବା ସାହି, ପରଜା ସାହି, ଏଇ ତିନି ଜାତି ବାସ କରୁଥିବା, କେଉଁଠି ବାସ କରୁଛନ୍ତି ପୁଣି ଧର୍ମଦୁଆର ଘାଟି ନିକଟସ୍ଥ ଗୋଟିଏ ଛୋଟ ଗାଁ ସରସୁପଦର। ତାହେଲେ ଏଇ ସରସୁପଦର ଯେଉଁଟା ଗୋଟେ ଛୋଟିଆ ଗାଁଟିଏ ଧର୍ମଦୁଆର ଘାଟି ପାଖରେ, ସେଇ ଗାଁରେ ତିନି ଜାତି ବାସ କରୁଛନ୍ତି ଯେଉଁ ଲୋକ, ସେଇମାନଙ୍କ କଥାକୁ ନେଇକି କାହାଣୀଟି ହେଇଛି। ଏବଂ ଏଇ ଯେଉଁ କାହାଣୀରେ, ଏଇ ଯେଉଁ ଗଳ୍ପରେ ଆପଣମାନେ ଦେଖିବାକୁ ପାଇବେ ଜନଜାତି ମଣିଷର, ଆଦିବାସୀ ମଣିଷ ଜୀବନର ଚିତ୍ର। ଜନଜାତି ମଣିଷ କିଭଳି ରହୁଛନ୍ତି ତାଙ୍କ କଥା ଦେଖିବାକୁ ପାଇବେ। ଏବଂ ଜନଜାତି ମଣିଷ ସର୍ବୋପରି ସେମାନଙ୍କର ସରଳ ନିଷ୍କପଟ ଜୀବନଧାରା ସଫଳ ଉଦାହରଣ ସରସୁପଦର ଗାଁ। ଏଇ ଯେଉଁ ସରସୁପଦର ଗାଁ, ଏଇ ଗାଁରୁ ଆପଣମାନେ ଦେଖିବାକୁ ପାଇବେ କିଭଳି ଜନଜାତି ମଣିଷ, ଆଦିବାସୀ ମଣିଷଙ୍କର ସରଳ ନିଷ୍କପଟ ଜୀବନଧାରା, କିଭଳି ତାଙ୍କର ଚାଲିଚଳନି, କିଭଳି ତାଙ୍କର ସଂସ୍କୃତି, ଏଇସବୁ କଥା ଆପଣମାନେ ଦେଖିବାକୁ ପାଇବେ। ସରସୁପଦର ବାସ୍ତବ ଓ ଜୀବନଧର୍ମୀ ବର୍ଣ୍ଣନା ପାଠକଙ୍କ ପ୍ରାଣକୁ ସ୍ପର୍ଶ କରିବା ସହିତ ଜନଜାତି ଜୀବନଚର୍ଯ୍ୟାକୁ ଉନ୍ମୋଚିତ କରିବାରେ ସହାୟକ ହୋଇଛି। ତାହେଲେ ଆମେ ଯଦି ଆଦିବାସୀମାନଙ୍କୁ ବା ଆମର ଜନଜାତି ମାନଙ୍କୁ ବୁଝିବାକୁ ଚାହିଁବା, ତାହେଲେ ଏଇଭଳି ଲେଖା ଯଦି ପଢ଼ିବା, ପରଜା ଲେଖାରୁ ତ ଆପଣମାନେ ବହୁତ କିଛି କଥା ଜାଣିପାରିବେ ତାଙ୍କ ବିଷୟରେ, ବାସ୍ତବ କଥା ଏବଂ ଜୀବନଧର୍ମୀ ବର୍ଣ୍ଣନା ତାଙ୍କର ବାସ୍ତବ। କାରଣ ସେ ଚାକିରି କରିଥିଲେ ସେଠି ଗୋପୀନାଥ ମହାନ୍ତି, ଏବଂ ଯେତେବେଳେ ସେଇଠି ସେ ଚାକିରି କରିଥିଲେ ତାଙ୍କ ସଂସ୍ପର୍ଶରେ ସେ ଆସିଥିଲେ ଏବଂ ତାକୁ ବାସ୍ତବ ରୂପ ଦେଇଥିଲେ ଏବଂ ଜୀବନଧର୍ମୀ ବର୍ଣ୍ଣନା ସାହିତ୍ୟରେ ସେ ପ୍ରତିଫଳନ କରିଥିଲେ। ତେଣୁ ଏଇ ଯେଉଁ ପାଠରୁ ଆମେ କ'ଣ ଜାଣିବା ନା ବାସ୍ତବ ଆଉ ଜୀବନଧର୍ମୀ ବର୍ଣ୍ଣନା ଆମକୁ ସ୍ପର୍ଶ କରିବ ଆମ ପ୍ରାଣକୁ ଏବଂ ତା ସହିତ ଜନଜାତି ଜୀବନଚର୍ଯ୍ୟାକୁ ଉନ୍ମୋଚିତ କରେ। এই ପାଠଟି ଜନଜାତି ଜୀବନଚର୍ଯ୍ୟା, ସେମାନଙ୍କର ଜୀବନ ଚାଲିଚଳଣି, ସଂସ୍କୃତି, ପରମ୍ପରା ଇତ୍ୟାଦିକୁ ଉନ୍ମୋଚିତ କରେ এই ପାଠ। ତାହେଲେ ବର୍ତ୍ତମାନ ଆମେ ଆସନ୍ତୁ ଯିବା ପାଠ ଉପରକୁ ଯିବା। ସରସୁପଦର କ'ଣ ଦେଖିବା, କାହାଣୀଟି କିଭଳି ଆରମ୍ଭ ହୋଇଛି ଦେଖିବା ଏବଂ ଯେଉଁ ସ୍ରଷ୍ଟା, ସାହିତ୍ୟ ସ୍ରଷ୍ଟା ଗୋପୀନାଥ ମହାନ୍ତିଙ୍କର କିଭଳି ଭାବରେ ଜନଜାତି ମଣିଷଙ୍କର ଚରିତ୍ର ଚିତ୍ରଣ କରିଛନ୍ତି ତାକୁ ମଧ୍ୟ ଆମେ ଆଲୋଚନା କରିବା। ଆସନ୍ତୁ ଦେଖନ୍ତୁ ଫ୍ରେଣ୍ଡସ୍, ଏହା ହେଉଛି ଆପଣଙ୍କର ପ୍ରଥମ ଏକକ ଗଦ୍ୟ ବିଭାଗ। ସରସୁପଦର ରଚନା କରିଛନ୍ତି ଗୋପୀନାଥ ମହାନ୍ତି। ତେଣୁ ପାଠରେ ସେ କ'ଣ ବର୍ଣ୍ଣନା କରୁଛନ୍ତି ଦେଖନ୍ତୁ। ପ୍ରଥମେ ବର୍ଣ୍ଣନା କରୁଛନ୍ତି ଯେଉଁ ସରସୁପଦର ଅବସ୍ଥିତି ସମ୍ପର୍କରେ, କେଉଁଠି ଅବସ୍ଥାନ ଅଛି, ସେଇ ଗାଁଟି କେଉଁଠି ଅଛି ଦେଖନ୍ତୁ ନା କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଲକ୍ଷ୍ମୀପୁର ମୋଟ 1.5 କୋଶ ଥାଇ ଯେଉଁ ଭୟଙ୍କର ଧର୍ମଦୁଆର ଘାଟି ପଡ଼େ, ଏପାଖୁ 40 ସେପାଖୁ 50 ପାହାଡ଼ ଠେଲା ଠେଲି ଧକ୍କାଧକ୍କି ହୋଇ ମୁହାଁମୁହିଁ ଠିଆ ହୋଇଥାନ୍ତି। କ'ଣ କହୁଛନ୍ତି ନା କୋରାପୁଟ, ଆପଣ କୋରାପୁଟରୁ କେଉଁଠିକି ଯିବେ, ଭଲ କି ଆମେ ଟିକେ ଅଙ୍କନ କରିଦେବା। କୋରାପୁଟରୁ ଆମେ ଯିବା ଲକ୍ଷ୍ମୀପୁର। ତାହେଲେ କୋରାପୁଟରୁ ଲକ୍ଷ୍ମୀପୁର ଯିବା ବାଟରେ ରାସ୍ତାରେ ଲକ୍ଷ୍ମୀପୁର ମୋଟ 1.5 କୋଶ ଥାଇ, ତାମାନେ ଏଇଟା କୋରାପୁଟ ଆପଣଙ୍କର। ଏଇ କୋରାପୁଟରୁ ଲକ୍ଷ୍ମୀପୁର ଯିବା ବାଟରେ ଲକ୍ଷ୍ମୀପୁର 1.5 କୋଶ ଥାଇ, 1.5 କୋଶ କହିଲେ କୋଶ ମାନେ 3 କିଲୋମିଟର, 1.5 କୋଶ ସେଇଭଳି ଭାବରେ 4.5 କିଲୋମିଟର
ତାହେଲେ ଏଇଭଳି କ'ଣ ହେଉଛି, ତାହେଲେ କୋରାପୁଟରୁ ଯେତେବେଳେ ଲକ୍ଷ୍ମୀପୁର ଯାଉଛନ୍ତି, ସେଇ କୋରାପୁଟରୁ ଲକ୍ଷ୍ମୀପୁର ଯିବା ବାଟରେ ଲକ୍ଷ୍ମୀପୁର 1.5 କୋଶ ଥାଇ ତାମାନେ এইটি গোটে ঘাটি পড়ে, সেইটি গোটে ভয়ঙ্কর ঘাটি পড়ে, তা না হচ্ছে ধর্মদুয়ার ঘাটি। ঘাটি রাস্তা পাহাড়িয়া রাস্তা, যে ধর্মদুয়ার ঘাটি পড়ে সেই ঘাটি পাখে কণ থাকে না এপাখু 40 এপাখু 40 এবং সেপাখু 50, এপাখু 50 পাহাড় ঠেলা ঠেলি। এই পাহাড়রা আমি দেখিছে পাহাড়রা পরস্পর সহিত লগালগি হয়ে থাকে, তেণু পাহাড় গুড়িক ঠেলা ঠেলি ধক্কাধকি হয়ে পাহাড় গুড়িক ঠেলা ঠেলি ধক্কাধকি মানে କ'ଣ এটি পাহাড় মানে লেখক কହୁଛନ୍ତି লাগি লাগি রহিଥିବା পাহাড়, তাকে সে সেইভাবে ভাবে বর্ণনা করছেন। তা মানে লগালগি হই বা আমি যদি কহিবা ঠেলা ঠেলি হই ধক্কাধকি হই মুহাঁমুহি ছিড়া হয়েছেন। এই পাহাড় আকু মুহ করছি, সেই পাহাড় তাকু মুহ করছি। সেই ধর্মদুয়ার ঘাটিটু, তাহলে এই ঘাটিটার না হচ্ছে ধর্মদুয়ার ঘাটি। তাহলে ধর্মদুয়ার ঘাটি কোটি লা না কোরাপুটরু লক্ষ্মীপুর ଯିବା ବାଟରେ ଲକ୍ଷ୍ମୀପୁର ଆଉ 1.5 କୋଶ ଥିବ। ସେଇ ଯେଉଁ 1.5 କୋଶ ଥାଇ ଯେଉଁ ଭୟଙ୍କର ଘାଟି ରାସ୍ତା ପଡ଼ିବ ତା ନାଁ ଥିଲା ଧର୍ମଦୁଆର ଘାଟି। ସେଇ ଧର୍ମଦୁଆର ଘାଟି ପାଖରେ ଏପାଖୁ 40 ସେପାଖୁ 50 ପାହାଡ଼ ଠେଲା ଠେଲି ଧକ୍କାଧକି ହୋଇ ପରସ୍ପରକୁ ମୁହଁ କରିକି ଠିଆ ହୋଇଥାନ୍ତି। ଏବଂ ସେଇ ଧର୍ମଦୁଆର ଘାଟିଠୁ ଏବଂ ସେଇ ଯେଉଁ ପାହାଡ଼ିଆ ରାସ୍ତା ଅଛି ସେଇ ଘାଟିଠୁ ଉତ୍ତରକୁ କୋଶେ ଦୂରରେ ପଡ଼େ। ଯଦି ଆପଣ ଉତ୍ତରକୁ ଯିବେ ସେଇଠି କୋଶେ ଦୂରରେ ଗୋଟିଏ ପାହାଡ଼ର ଅଣ୍ଟା ପାଖରେ, ତାମାନେ ଧର୍ମଦୁଆର ଘାଟିଠୁ ଉତ୍ତରକୁ କୋଶେ ଦୂରରେ ପଡ଼େ ଗୋଟିଏ ଛୋଟ ଗାଁ। ଏଇ ଉତ୍ତରକୁ ଗଲେ ଏଇଠି ଗୋଟିଏ ଛୋଟ ଗାଁ ଅଛି। ଆପଣମାନେ ମଧ୍ୟ ଯେତେବେଳେ ପାହାଡ଼ିଆ ରାସ୍ତାରେ ଯାଉଥିବେ ସ୍ଥାନେ ସ୍ଥାନେ ଦେଖିବେ ପାହାଡ଼ର କୋଳରେ କିଛି କିଛି କୁଡ଼ିଆ ଦେଖିବାକୁ ପାଇବେ, ତାମାନେ କିଛି କିଛି ଛୋଟ ଛୋଟ ଗାଁ ସେଠି ଅଛି। ତେଣୁ ସେଇଠି ମଧ୍ୟ ଗୋପୀନାଥ ମହାନ୍ତି ଦେଖିଛନ୍ତି ଯେ ଉତ୍ତରକୁ କୋଶେ ଦୂରରେ ପଡ଼େ ଗୋଟିଏ ଛୋଟ ଗାଁ, ଗୋଟେ ଛୋଟ ଗାଁଟେ ଅଛି, ତା ନାଁ ହେଉଛି ସରସୁପଦର। ତା ନାଁ କ'ଣ? ସରସୁପଦର। ବୁଝିପାରୁଛ ନା? ଗୋଟିଏ ପାହାଡ଼ର ଢାଲୁରେ ଠିକ୍ ଅଣ୍ଟା ପାଖେ, ଢାଲୁ କହିଲେ ଆମେ ଜାଣିଛେ ଗଡ଼ାଣିଆ, ପାହାଡ଼ର ଗଡ଼ାଣିଆ ସ୍ଥାନରେ ଠିକ୍ ଅଣ୍ଟା ପାଖରେ, ମାନେ ପାହାଡ଼ର ଅଣ୍ଟା କହିଲେ କ'ଣ? ପାହାଡ଼ର ନିମ୍ନ ପ୍ରଦେଶରେ ନିମ୍ନ ସ୍ଥାନରେ ନା ନାହିଁ, ସେଇଠି ଗୋଟିଏ ଛୋଟ ଗାଁଟେ ତା ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହାର ନାଁ ହେଉଛି ସରସୁପଦର। ବର୍ତ୍ତମାନ ଦେଖିବା କ'ଣ ଅଛି ନା ସେଇ ଗାଁରେ କ'ଣ ହେଇଛି ନା ପାଖ ପାଖ ହୋଇ 3 ଜାତି ଲୋକଙ୍କର ବସତି। ସେଇ ଗାଁରେ ଯେଉଁ ଗାଁଟି ପାହାଡ଼ ଏଇଟା ପାହାଡ଼ର ଅଣ୍ଟା ପାଖରେ ଗୋଟିଏ ଛୋଟ ଗାଁଟିଏ ସରସୁପଦର। ସେଇ ଗାଁରେ ପାଖ ପାଖ ହୋଇ 3 ଜାତି ଲୋକଙ୍କର ବସତି। ଆମ ଗାଁରେ କେତେ କେତେ ଲୋକ କେତେ କେତେ ଜାତିର ଲୋକ ବାସ କରୁଛନ୍ତି, କିନ୍ତୁ ସରସୁପଦର ଗାଁରେ 3 ଜାତି ଲୋକଙ୍କର ବସତି ଦେଖିବାକୁ ମିଳେ। ବାସସ୍ଥାନ ଆମେ ଯେଉଁଟା କହୁଛେ ତାଙ୍କ ଘର ଦେଖିବାକୁ ମିଳେ। 3 ମେଞ୍ଚ କୁଡ଼ିଆ ଘର, ମେଞ୍ଚା ମେଞ୍ଚା ହୋଇକି 3 ମେଞ୍ଚା, ମାନେ ଏଠି ଗୋଟେ ମେଞ୍ଚା, ଏଠି ଗୋଟେ ମେଞ୍ଚା, ଏଠି ଗୋଟେ ମେଞ୍ଚା, ଏଇଭଳି ଭାବରେ 3 ମେଞ୍ଚା କୁଡ଼ିଆ, 3 ମେଞ୍ଚ କୁଡ଼ିଆ ଘର ଦେଖିବାକୁ ମିଳେ। ଗୋଟେ ହେଲା କ'ଣ କୋଉ କୋଉ ସାହି ନା ଗୋଟେ ହେଲା ଡମ୍ବ ସାହି, ଗୋଟେ ହେଲା ଗାଦବା ସାହି, ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ ହେଇଯାଇଛି, ଡମ୍ବ ସାହି, ଗାଦବା ସାହି ଓ ପରଜା ସାହି, 3ଟା ସାହି। ବୁଝିପାରୁଛ ନା? 3 ମେଞ୍ଚି କୁଡ଼ିଆ ଘର, ସେଇ 3 ମେଞ୍ଚି କୁଡ଼ିଆ ଘରର କ'ଣ କ'ଣ ନା ଗୋଟେ ମେଞ୍ଚି ହେଲା ଆପଣଙ୍କର ଡମ୍ବ ସାହି, ଗୋଟେ ହେଲା ଗାଦବା ସାହି, ଆଉ ଗୋଟେ ହେଲା ପରଜା ସାହି। ହେଲା, ତାହେଲେ ଆମର ମୁଖ୍ୟ କଥା କୋଉଠିକି ବର୍ତ୍ତମାନ ଆମେ ଫୋକସ୍ କରିବା? ପରଜା ସାହି। ପରଜା ସାହି ଉପରକୁ ଆମେ ଆସିବା। ଧାଡ଼ି ଧାଡ଼ି କରି ଘର ଏବଂ ଯେଉଁ ଘର ସବୁ ଅଛି ସବୁ ଧାଡ଼ି ଧାଡ଼ିର ଘର। ଟଣିଅ ଝାଟିର ଜାଲିବାଡ଼ ଭିତରେ ସାବୁଜା ଆମେ ଯଦି କହିବା ଜୋଣା, ସାବୁଜା এটা ଜୋଣା ହେବ। ଜୋଣା କ୍ଷେତ, ଲଙ୍କା ମରିଚ କ୍ଷେତ, ଧୂଆଁପତ୍ର କ୍ଷେତ, ତା ସହିତ କ'ଣ ମାଣ୍ଡିଆ, ଅଳସୀ, ଜଡ଼ା ଓ କାନ୍ଦୁଲ କହିଲେ ବଡ଼ ହରଡ଼। ବୁଝିପାରୁଛ ନା? ତାମାନେ କ'ଣ ହେଇଛି ନା ସେ ଗାଁରେ ଆମେ ଦେଖିଲେ 3 ସାହି, ଗୋଟେ ହେଲା ଡମ୍ବ ସାହି, ଗୋଟେ ହେଲା ଗାଦବା ସାହି, ଆଉ ଗୋଟେ ହେଲା ପରଜା ସାହି। ସେଠି ଧାଡ଼ି ଧାଡ଼ି କରି ଘର ଅଛି ଏବଂ ଘରର ଯଦି ଆମେ କହିବା କ'ଣ ଥାଏ ନା ଘରର ଝାଟି ଯଦି ଆମେ କହିବା ଟଣିଅ ଝାଟି। ଟଣିଅ କ'ଣ ନା ଗୋଟେ ଝାଟି ସବୁ ଦିଅନ୍ତି, ଦେଖିଥିବେ ସେ ସବୁ ଏରିଆରେ କ'ଣ ହୋଇଥାଏ, ସେ ସବୁ ସ୍ଥାନମାନଙ୍କରେ ଟଣିଅ ଝାଟିର ବ୍ୟବହାର ହୋଇଥାଏ। ଏବଂ ଟଣିଅ ଝାଟିର ଜାଲିବାଡ଼ି ଭିତରେ ଟଣିଅ ଝାଟି ସବୁ ଥିବ, ଝାଟି ପୋତା ହେଇଥିବ, ତାଙ୍କର ପାଚେରୀ ଯେଉଁଟାକୁ ଆମେ କହିବା, ପାଚେରୀ ଭିତରେ ସେ ଝାଟିରେ ତାଙ୍କର ପାଚେରୀ କରିଥିବେ। ଆମେ ତ ପଥରରେ କରୁଛେ ନା, ଝାଟିର ଜାଲିବାଡ଼ି ଭିତରେ ସବୁଜ ଜୋଣା କହିଲେ ମକା, ସବୁଜ ମକା। ଦେଖନ୍ତୁ ଆଦିବାସୀ ଭାଷା ଉପରେ ତାଙ୍କର କେତେ ଜ୍ଞାନ ଥିଲା, କାହାର? ଗୋପୀନାଥ ମହାନ୍ତିଙ୍କର। ବୁଝିପାରୁଛ ନା? ତାହେଲେ ସବୁଜ ମକା କ୍ଷେତ, ଲଙ୍କା ମରିଚ କ୍ଷେତ,
ଲଙ୍କା ମରିଚ ଆମେ ଜାଣିଛେ ଲଙ୍କା ଏବଂ ଧୂଆଁପତ୍ର କ୍ଷେତ ବୁଝିପାରୁଛନ୍ତି ନା ଧୂଆଁପତ୍ର କ୍ଷେତ ତା ବାହାରେ ଏବଂ ଆ ବାହାରେ କ'ଣ ଥିଲା ଭିତରେ ସିନା ଦେଖନ୍ତୁ ଟଣିଅ ଝାଟି ଭିତରେ ଏଇ ଗଛ ସବୁ ଥିଲା ମକା ଗଛ ମାନେ ଯେଉଁଟା ଜଣା କହନ୍ତି ମକା ଗଛ ଥିଲା ଲଙ୍କା ମରିଚ ଗଛ ଥିଲା ଧୂଆଁପତ୍ର କ୍ଷେତ ଥିଲା କିନ୍ତୁ ତା ବାହାରେ କ'ଣ କ'ଣ ଥିଲା ବାହାରେ ଥିଲା ମାଣ୍ଡିଆ କ୍ଷେତ ଅଳସୀ ବାହାରେ ଥିଲା ମାଣ୍ଡିଆ ଅଳସୀ ଏବଂ ଜଡ଼ା ଓ କାନ୍ଦୁଲ କାନ୍ଦୁଲ କହିଲେ ବଡ଼ ହରଡ଼କୁ କାନ୍ଦୁଲ କୁହାଯାଏ କାନ୍ଦୁଲ ଡାଲି ନା ନାଇଁ ହରଡ଼ ଡାଲି କାନ୍ଦୁଲ ଡାଲି ଟିକେ ବଡ଼ ବଡ଼ ହରଡ଼ ହେଲା ସେଇସବୁ ଗଛ ଥାଏ ବାହାରେ ତାହେଲେ ଆଉ କ'ଣ ଲେଖକ କହୁଛନ୍ତି ଦେଖନ୍ତୁ କହୁଛନ୍ତି ମୋଟ 22 ଘରର ବାସ ତାହେଲେ କେତେ ଗଛ କେତେ ଘର ଅଛି ଏଠି ନା 20 ଆଉ 2 ତାମାନେ କେତେ 22 କିଭଳି ଭାବରେ ତାକୁ ବର୍ଣ୍ଣନା କରୁଛନ୍ତି ଦେଖନ୍ତୁ କ'ଣ ଲେଖୁଛନ୍ତି ମୋଟ 22 ଘରର ବାସ ସେଠି ମୋଟ 22ଟା ଘର ଥିଲା ସରସୁପଦର ଗାଁରେ ହେଲା ଏବଂ ଏଇ ଗାଁର ପରଜା ସାହିର କାହା କଥା କୁହାହେଉଛି ଏଠି ପରଜା ସାହିର ଶୁକ୍ରୁଜାନି ବିଷୟରେ କୁହାଯାଉଛି ପରଜା ସାହିର ଶୁକ୍ରୁଜାନି ବିଷୟରେ କୁହାଯାଉଛି ତାହେଲେ ଏଇ ଗାଁର ପରଜା ସାହିର ଶୁକ୍ରୁଜାନି କ'ଣ ଅଛି ତାର ଟିକି ସଂସାରଟିକୁ ଘେନି ଖୁସି ବାସିରେ ହିଁ ଚଳୁଥିଲା ତାହେଲେ ବର୍ତ୍ତମାନ ଆମର ଚରିତ୍ର ଆସିଗଲେ ଶୁକ୍ରୁଜାନି କ'ଣ କରୁଛି ସରସୁପଦର ଯେଉଁ ଛୋଟ ଗାଁ ସରସୁପଦର ପରଜା ସାହିର ଶୁକ୍ରୁଜାନି ତାର ଛୋଟ ସଂସାରକୁ ନେଇ ତା ଛୋଟ ସଂସାରରେ କିଏ ଅଛନ୍ତି ତାର 2 ପୁଅ ଅଛନ୍ତି 2 ଝିଅ ଅଛନ୍ତି ଆଉ ସେ ନିଜେ ତାମାନେ ମୋଟ 5 ଜଣ ଏଇ ଯେଉଁ ଛୋଟ ସଂସାରକୁ ନେଇ ସେ ଖୁସି ବାସିରେ ଚଳୁଥିଲା ମାଣ୍ଡିଆ ପେଜ ଆମେ ସମସ୍ତେ ଜାଣିଛେ ମାଣ୍ଡିଆ ଯାଉ ଏ ମାଣ୍ଡିଆ ଯାଉ ମନ୍ଦିକ ସଞ୍ଜ ସକାଳେ କେବେ ଉଣା ହୋଇନାହିଁ ମାଣ୍ଡିଆ ସେଠି ଚାଷ ହେଉଥିଲା ନା ତେଣୁ ମାଣ୍ଡିଆ ଯାଉ ଟିକକ ଆମେ ଯଦି କହିବା ସଞ୍ଜ ସକାଳେ କେବେ ଉଣା ହୋଇନାହିଁ ତାମାନେ ଯେଉଁ ଆଦିବାସୀ ସରଳ ଜୀବନ ଏବଂ ସେମାନେ ଯେଉଁ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ଆମେ ଜାଣିଛେ ସମସ୍ତେ ସେଇ ଜିନିଷ ତକ ମାନେ ଅଳ୍ପକରେ ସେମାନେ ସନ୍ତୁଷ୍ଟ ତେଣୁ ସେ ମାଣ୍ଡିଆ ଯାଉ ତାକୁ ସଞ୍ଜ ସକାଳେ କେବେ ମଧ୍ୟ କମି ନାହିଁ ଉଣା ହୋଇନାହିଁ ଏବଂ ଅଣ୍ଟାର ଡୋରକୁ 4 ଆଙ୍ଗୁଳିଆ କୋଉ ପୁନି ଖଣ୍ଡିଏ ଲେଖେ କେବେ ଅଭାବ ହୋଇନାହିଁ ଭଲେ ମନ୍ଦେ ଚଳୁଛି ତାମାନେ ସକାଳୁ ସଞ୍ଜକୁ ନିହାତି ଭାବରେ ତାଙ୍କୁ ମାଣ୍ଡିଆ ଯାଉ ଟିକେ ମିଳିଯାଉଛି ଖାଇବାକୁ ଏବଂ ଅଣ୍ଟାର ଡୋରକୁ ଶୁକ୍ରୁଜାନିର ଅଣ୍ଟାର ଡୋର ଅଣ୍ଟାର ଫିତାକୁ 4 ଆଙ୍ଗୁଳିଆ କୌପୁନି ଖଣ୍ଡିଏ କୌପୁନି ଆମେ ସମସ୍ତେ କ'ଣ ଜାଣିଛେ କୌପୁନି କ'ଣ ନା ଅନ୍ତଃ ବସ୍ତ୍ର ବା କାଛା ଯେଉଁଟାକୁ କହନ୍ତି କଛିଆ ନା ଲେଙ୍ଗଟା କହନ୍ତି ତେଣୁ ସେଇ ଯେଉଁ କୌପୁନି ଏଇ କୌପୁନି ଅଣ୍ଟା ଡୋରରେ ଯେଉଁଟା ବନ୍ଧାଯାଏ ସେଇ କୌପୁନି ଖଣ୍ଡିଏ ଲେଖେ କେବେ ଅଭାବ ହୋଇନାହିଁ ଭଲ ମନ୍ଦରେ ଭଲରେ ହଉ ମନ୍ଦରେ ହଉ ଶୁକ୍ରୁଜାନି ତାର ଛୋଟ ପରିବାର ସାଙ୍ଗରେ ହସ ଖୁସିରେ ଚଳୁଛି ତାପରେ କ'ଣ କହୁଛନ୍ତି ଲେଖକ ଦେଖିବା ଷ୍ଟଡି ସ୍ପନ୍ଦନ ଫ୍ରେଣ୍ଡସ୍ ଆମେମାନେ ଆଲୋଚନା କରୁଥିଲେ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ବହୁ ପ୍ରସିଦ୍ଧ ବହୁ ଚର୍ଚ୍ଚିତ ଉପନ୍ୟାସ ପରଜାରୁ ଆସିଥିବା ସରସୁପଦର ବିଷୟଟିକୁ ପୂର୍ବ ଅଧ୍ୟାୟରେ ଆମେମାନେ ଦେଖିଥିଲେ ଔପନ୍ୟାସିକ ଲକ୍ଷ୍ମୀପୁର ତଥା ସରସୁପଦରେ ବର୍ଣ୍ଣନା କରୁଛନ୍ତି ଏବଂ ପରେ ପରେ ଶୁକ୍ରୁଜାନିର ସଂସାର ବିଷୟରେ ସଂକ୍ଷିପ୍ତରେ କହୁଛନ୍ତି ପୂର୍ବ ଅଧ୍ୟାୟରେ ଆମେମାନେ ଆଲୋଚନା କରିଥିଲେ ସରସୁପଦର ଅବସ୍ଥିତି ଏବଂ ଦେଖିଥିଲେ ଶୁକ୍ରୁଜାନି କଥା ଶୁକ୍ରୁଜାନି କିଭଳି ସରସୁପଦରେ ପରଜା ସାହିର ଶୁକ୍ରୁଜାନି ସରସୁପଦରେ କିଭଳି ତାର ଟିକି ସଂସାରଟିକୁ ନେଇ ଖୁସିବାସିରେ ଚଳୁଛି ତାକୁ ମାଣ୍ଡିଆ ପେଜ ଯାଉ ଯେଉଁ ଆମେ କହୁଛେ ମାଣ୍ଡିଆ ଯାଉ ସଞ୍ଜ ସକାଳରେ କେବେ ବି ଉଣା ହୋଇନାହିଁ ଏବଂ ଅଣ୍ଟାର ଡୋରକୁ ତାକୁ କୌପୁନି ଖଣ୍ଡିଏ ମଧ୍ୟ ମିଳିଯାଉଛି ଏବଂ ତାପରେ ଔପନ୍ୟାସିକ କ'ଣ କହୁଛନ୍ତି ଶୁକ୍ରୁଜାନିର ପରିବାର ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା ବହୁତ ଯଦି ଆମେ କହିବା ଗୋଟେ ସୁନ୍ଦର କାହାଣୀ ଆପଣମାନେ ଶେଷ ଯାଏଁ ନିହାତି ଦେଖିବେ ଏବଂ ସବୁ ସାଙ୍ଗସାଥିମାନଙ୍କ ସାଙ୍ଗରେ ଏବେ ସେୟାର କରିଦିଅନ୍ତୁ ଯଦି ଭିଡ଼ିଓଟି ଭଲ ଲାଗେ ନିହାତି ଲାଇକ୍ ଦେବେ ଏବଂ କମେଣ୍ଟରେ ଆପଣଙ୍କର ମତାମତ ଦେବେ ଦେଖନ୍ତୁ ବନ୍ଧୁଗଣ ତାପରେ ଔପନ୍ୟାସିକ କ'ଣ କହୁଛନ୍ତି ଏହାପରେ ଔପନ୍ୟାସିକ କହୁଛନ୍ତି 3 ବର୍ଷ ତଳେ ତାର ଭାରିଜା ସମ୍ବାରୀ ଭାଲୁଗାଡ଼ ଝୋଲାକୁ ସକାଳୁ ସକାଳୁ ଶାଗ ତୋଳି ଯାଇଥିଲା ଆଉ ଫେରି ନାହିଁ କୋରାପୁଟିଆ ବୁଟାର ବୁଦା ଗହଳରୁ ମଣିଷଖିଆ ମହାବଳ ବାଘ ତାକୁ ଘୋଷାରି ନେଇଗଲା ତାପରେ ସଂସାର ବୋଇଲେ ଶୁକ୍ରୁଜାନି ନିଜେ ବଡ଼ ପୁଅ ମାଣ୍ଡିଆ ଜାନି ସାନ ପୁଅ ଟିକ୍ରା ଜାନି ଆଉ ଝିଅ ଯୋଡ଼ିକ ଜିଲି ଆଉ ବିଲି ତାମାନେ ଔପନ୍ୟାସିକ କହୁଛନ୍ତି 3 ବର୍ଷ ତଳେ କ'ଣ ହେଇଛି ନା ତାର ଭାରିଜା ତାର ସ୍ତ୍ରୀ
ସମ୍ବାରୀ କ'ଣ କରିଥିଲା ତା ସ୍ତ୍ରୀର ନାଁ ସମ୍ବାରୀ ମନେ ରଖିଥିବେ ପରୀକ୍ଷାରେ ପଡ଼ିବ ଯେ ଶୁକ୍ରଜାନିର ଭାରିଜାର ନାଁ ବା ସ୍ତ୍ରୀର ନାଁ କ'ଣ ସମ୍ବାରୀ କିନ୍ତୁ ବର୍ତ୍ତମାନ ଆଉ ସମ୍ବାରୀ ନାହିଁ ତାହେଲେ ସମ୍ବାରୀ ଗଲା କୁଆଡ଼େ ନା ସମ୍ବାରୀ ଯାଇଥିଲା ଭାଲୁଗାଡ଼ ଝୋଲାକୁ ଝୋଲା କହିଲେ ଆମେ ଜାଣିଛେ ପାହାଡ଼ି ନଈ ସେଇ ଭାଲୁଗାଡ଼ ଝୋଲାକୁ ସକାଳୁ ସକାଳୁ ସେ ଶାଗ ତୋଳି ଯାଇଥିଲା ଶାଗ ଟିକେ ଆଣିଥିଲେ ଭଜା ହେଇଥାନ୍ତା ଆଉ ଫେରି ନାହିଁ ତାହେଲେ କୁଆଡ଼େ ଗଲା ସିଏ ନା କୋରାପୁଟିଆ ବୁଟାର ବୁଦା ଗହଳରୁ କୋରାପୁଟିଆ ବୁଟା ସେଇ କୋରାପୁଟିଆ ବୁଟା ଗୋଟେ ସ୍ଥାନ ସେଇ ବୁଦା ଗହଳରୁ ସେଇ ବୁଦାରୁ ମଣିଷଖିଆ ମହାବଳ ବାଘ ଜଙ୍ଗଲୀ ନା ଜଙ୍ଗଲରେ ବାଘ ରହେ ତେଣୁ ମଣିଷଖିଆ ମହାବଳ ବାଘ ତାକୁ ଘୋଷାଡ଼ି ନେଇଗଲା ତାକୁ ଘୋଷାଡ଼ି ଘେନିଗଲା ମାନେ ନେଇଗଲା ତାପରେ ଆଚ୍ଛା ସମ୍ବାରୀ ଯଦି ଚାଲିଗଲା ଆଉ କିଏ କିଏ ରହିଛନ୍ତି ତା ସଂସାରରେ ତା ସଂସାର ବିଷୟରେ କ'ଣ କହୁଛନ୍ତି ସଂସାର ବୋଇଲେ ତା ସ୍ତ୍ରୀ ଗଲା ପରେ ଆଉ କିଏ ରହିଲା ନା ଶୁକ୍ରଜାନି ନିଜେ ଏବଂ ତାର 2 ପୁଅ ଆଉ 2 ଝିଅ 2 ପୁଅ କିଏ ନା ମାଣ୍ଡିଆ ଜାନି ଆଉ ଟିକ୍ରା ଜାନି ବଡ଼ ହେଲା ମାଣ୍ଡିଆ କେମିତି ମନେ ରଖିବେ ଦେଖନ୍ତୁ 3 ଅକ୍ଷର ମାଣ୍ଡିଆ ବଡ଼ ସାନ ପୁଅ ହେଲା ଟିକ୍ରା 2 ଅକ୍ଷର ତାହେଲେ 3 ଅକ୍ଷର 2 ଅକ୍ଷର 3 ଅକ୍ଷର ମାନେ 3 ବଡ଼ ତେଣୁ ମନେ ରଖିବା ପାଇଁ ସହଜ ହେବା ପାଇଁ ଆପଣ ମନେ ରଖିବେ ମାଣ୍ଡିଆ ଜାନି ହେଉଛି ତାର ବଡ଼ ପୁଅ ଏବଂ ଟିକ୍ରା ଜାନି 2 ଅକ୍ଷରିଆ ତେଣୁ ସେ ହେଉଛି ତାର ସାନ ପୁଅ ଆଉ ଝିଅ ଯୋଡ଼ିକ କିଏ କିଏ ଜିଲି ଆଉ ବିଲି ହେଉଛନ୍ତି ତାର 2 ଝିଅ ଆଉ ଟିକ୍ରା ଆଉ ମାଣ୍ଡିଆ ଜାନି ହେଉଛନ୍ତି ତାର 2 ପୁଅ ସଂସାର ବୋଇଲେ ଏଇ 5 ଜଣ ହେଲା ତାପରେ ଦେଖନ୍ତୁ କ'ଣ କହୁଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟ କଥା କହିବା ସଞ୍ଜ ବୁଡ଼େ ନୁଆଣିଆ କୁଡ଼ିଆର ଅଣଓସାର ପିଣ୍ଡାରେ ଛୋଟିଆ ନିଆଁଟିଏ ଧିକ୍ ଧିକ୍ ହୋଇ ଜଳେ ଜିଲି ନହେଲେ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୁନା କି ଶାଗ କି ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ଥୋଇ ଦେଇ ଗୋଡ଼ ଲମ୍ବେଇ ବସିଥାନ୍ତି ଫାଳିକିଆ ଚିକଣ ଖୋସାରେ ଗୋଟିଏ ଗୋଟିଏ ନାଲି ଫୁଲ ଦେଖନ୍ତୁ ଔପନ୍ୟାସିକ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ସଞ୍ଜ ବେଳେ କ'ଣ ହୁଏ ପରଜା ସାହିରେ ଶୁକ୍ରଜାନି ଘରେ ନା ସଞ୍ଜ ବୁଡ଼େ କହିଲେ ସୂର୍ଯ୍ୟ ଅସ୍ତ ଯାଆନ୍ତି ନୁଆଣିଆ କୁଡ଼ିଆ କିଭଳି ନୁଆଣିଆ ଛୋଟ କୁଡ଼ିଆ ଆମେ ଯାହାକୁ କହୁଛେ ଯାହାର ଚାଳ ନଇଁ ଆସିଥିବ ନାଇଁ ଏବଂ ତାର ପିଣ୍ଡା ହେଉଛି ଅଣଓସାରିଆ ଖୁବ୍ ଅଣଓସାରିଆ ପିଣ୍ଡା ସେଇ ପିଣ୍ଡାରେ କ'ଣ ହୁଏ ନା ଛୋଟିଆ ନିଆଁଟିଏ ଧିକ୍ ଧିକ୍ ହୋଇ ଜଳେ ଛୋଟ ନିଆଁଟିଏ ଧିକ୍ ଧିକ୍ ହେଇ ଜଳେ ଆଚ୍ଛା ଯୋଉ ଜଳୁଛି ନିଆଁ କ'ଣ ପାଇଁ ଜଳୁଛି ନା ଚୁଲିର ନିଆଁ ଜଳୁଛି ଜିଲି ତାର 2 ଝିଅ ଜିଲି ନହେଲେ ନାହିଁ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୁନା କି ଶାଗ କି ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ଥୋଇ ଦେଇ ଗୋଡ଼ ଲମ୍ବେଇ ବସିଥାନ୍ତି ବୁଝିପାରୁଛନ୍ତି ତ ତାହେଲେ ଝିଲି ନହେଲେ ବିଲି ଯେତେବେଳେ ସନ୍ଧ୍ୟା ହୁଏ ସେତେବେଳେ ଚୁଲିରେ କ'ଣ ବସେଇଥାନ୍ତି ନା ଗୋଟିଏ ହାଣ୍ଡି ବସାନ୍ତି ସେ ହାଣ୍ଡିରେ କ'ଣ ବସେ ନା ସେ ହାଣ୍ଡିରେ ମାଣ୍ଡିଆ ଚୁନା ଥାଏ ନହେଲେ ଶାଗ ଥାଏ ନହେଲେ ଆମ୍ବ ଟାକୁଆର କୋଇଲି ଫେସା ହେଇଥିବା ମାନେ ଆମ୍ବ ଟାକୁଆର କୋଇଲି ଯେଉଁ ଗୁଣ୍ଡ ହେଇଥିବ ତାକୁ ନହେଲେ ବସାନ୍ତି ଗୋଟିଏ ହାଣ୍ଡିରେ ଏବଂ ଫାଳିକିଆ ଚିକଣ କୋଷାରେ ଦେଖନ୍ତୁ ଫାଳିକିଆ ଚିକଣ ଖୋସାରେ ଗୋଟିଏ ଗୋଟିଏ ନାଲି ଫୁଲ ଆମେ ଜାଣିଛେ ଯେଉଁ ପରଜା ସ୍ତ୍ରୀ ଲୋକମାନେ ତାଙ୍କର ଯେଉଁ ଖୋସା କରନ୍ତି କେମିତି କରନ୍ତି ଗୋଟେ ପଟକୁ ଆସିଥିବ ଏଇଭଳି ଭାବରେ ଏଇଆଡ଼େ ଏମିତି ଆସିଥିବ ଗୋଟେ ଭାବରେ ଏଇଠି ଆସିଥିବ ଏଇଠି ସେ କ'ଣ କରିଥିବେ ନା ଗୋଟିଏ ନାଲି ଫୁଲ ବସିଥିବେ ଫାଳିକିଆ ଚିକଣ ଖୋସା ମାନେ ପୁରା ଚିକଣ କଳା ଯେଉଁ ଆମେ କହିବା ଚୁଟି ସେଥିରେ ସିଏ ଖୋସିଥାନ୍ତି ଗୋଟିଏ ନାଲି ଫୁଲ ବିଭିନ୍ନ ଫୁଲ ଏଇଠି ଖୋସନ୍ତି ତାଙ୍କର ଯେଉଁ ଖୋସାଟା ଗୋଟେ ପଟକୁ ଆସିଥାଏ ବୁଝିପାରୁଛନ୍ତି ନା ଆଚ୍ଛା ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ ହାତରେ କୋଡ଼ି ଧରି 2ଟି ଯାକ ଭାଇ ମାଣ୍ଡିଆ ଓ ଟିକ୍ରା ହାଲିଆ ଘାଲିଆ ହୋଇ ପିଣ୍ଡା ଉପରେ ଆସି ବସି ପଡ଼ନ୍ତି ତାହେଲେ ଚିଲି ଆଉ ବିଲି ଏଇ 2 ଜଣ କ'ଣ କରନ୍ତି ଏ 2 ଜଣ ଗୋଡ଼ ଲମ୍ବେଇ ଚୁଲି ପାଖରେ ବସିଥାନ୍ତି ଚୁଲିରେ ହାଣ୍ଡି ଗୋଟିଏ ବସେଇଥାନ୍ତି ଏବଂ ଯେତେବେଳେ ଏଇ ଅବସ୍ଥା ଘଟେ ସେଇ ସମୟରେ କ'ଣ କରନ୍ତି ନା ପାହାଡ଼ ଖୋଳି ଖୋଳି କାହିଁକି ପାହାଡ଼ ଖୋଳନ୍ତି ଚାଷ ଜମି ପ୍ରସ୍ତୁତ ହେବ ନା ପାହାଡ଼ିଆ ସ୍ଥାନ ଆମେମାନେ ଭୂଗୋଳରେ ପଢ଼ିଛେ ସ୍ଥାନାନ୍ତରିତ କୃଷି ହୁଏ ଯାହାକୁ ପୋଡ଼ୁ ଚାଷ ମଧ୍ୟ କୁହାଯାଏ ନା ନାହିଁ ଏବଂ ସୋପାନ ପ୍ରଣାଳୀରେ ଚାଷ ହୁଏ ତେଣୁ ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ ପଡ଼ିଥାଏ ହାତରେ କୋଡ଼ି ଥାଏ ଏ 2 ଏବଂ କାନ୍ଧରେ ଟାଙ୍ଗିଆକୁ ଧରି ହାତରେ କୋଡ଼ିକୁ ଧରି
ଦିଟି ଯାକ ଭାଇ କିଏ କିଏ ବଡ଼ ହେଲା ମାଣ୍ଡିଆ ସାନ ହେଲା ଟିକ୍ରା ହାଲିଆ ଘାଲିଆ ହୋଇ ମାନେ ଥକି ପଡ଼ି ପିଣ୍ଡା ଉପରେ ଆସି ବସି ପଡ଼ନ୍ତି। ପିଣ୍ଡା ଉପରେ ବସି ବସନ୍ତି ଅଣଓସାରିଆ ପିଣ୍ଡା ନୁଆଣିଆ ଚାଳ ନୁଆଣିଆ କୁଡ଼ିଆ। ଶୁକ୍ରୁଜାନି କ'ଣ କରେ ସେ ସମୟରେ ନା ବାପା ଶୁକ୍ରୁଜାନି ଧୂଆଁ ପତ୍ର ଖଣ୍ଡେ ବଳି ବଳିକା ଧୂଆଁ ପତ୍ର ତମାଖୁ ପତ୍ର ଧୂଆଁ ପତ୍ର ଖଣ୍ଡେ ବଳି ବଳିକା ପିଙ୍କା ଖଣ୍ଡିଏ କରି ପିଙ୍କା କହିଲେ ବିଡ଼ି ଖଣ୍ଡେ ବିଡ଼ି ଦେଖିଥିବେ ତା ଭିତରେ ଧୂଆଁ ପତ୍ର ଥାଏ ସବୁ ତେଣୁ ପିଙ୍କା ଖଣ୍ଡିଏ କରି ଟାଣେ ଆଉ ମନ ଭିତରେ କିଭଳି ଗୋଟିଏ ଆଶ୍ରୟମୟ ତୃପ୍ତି ସେ ପାଏ। ତାହେଲେ ପରୀକ୍ଷାରେ ଆସିବ ଯେ ଶୁକ୍ରୁଜାନି କେତେବେଳେ ଗୋଟିଏ ତୃପ୍ତି ପାଏ କେତେବେଳେ ଆଶ୍ରୟମୟ ତୃପ୍ତି ପାଏ ନା ଯେତେବେଳେ ସଞ୍ଜ ବୁଡ଼େ ଶୁକ୍ରୁଜାନି ଧୂଆଁ ପତ୍ରରେ ବଳା ଯାଇଥିବା ବଟା ଯାଇଥିବା ପିଙ୍କା ଖଣ୍ଡିଏ ଟାଣି ଦିଏ ସେତେବେଳେ ମନ ଭିତରେ ଆଶ୍ରୟମୟ ତୃପ୍ତି ପାଏ। ତାର ଇଏ ଛୁଆ ଚାରୋଟି ଧାଙ୍ଗଡ଼ା ଧାଙ୍ଗିଡ଼ି ଧାଙ୍ଗଡ଼ା କହିଲେ ଯୁବା ନାଇଁ ଯୁବା ଟୋକା କିଏ ମାଣ୍ଡିଆ ଜାନି ଆଉ ଟିକ୍ରା ଜାନି ଏବଂ ଧାଙ୍ଗିଡ଼ି ଯୁବତୀ ଜିଲି ଆଉ ବିଲି। ତାର ଇଏ ଘର ନୁଆଣିଆ କୁଡ଼ିଆଟି ଚାରି ପାଖରେ ପାହାଡ଼ ଜଙ୍ଗଲ ଆଉ ମଥା ଉପରେ ଏତେ ବଡ଼ ଆକାଶ ଚାରି ପାଖରେ ପାହାଡ଼ ଜଙ୍ଗଲ ଏପଟକୁ ଅନେଇଦେବେ ପାହାଡ଼ ଉତ୍ତରରେ ପାହାଡ଼ ଦକ୍ଷିଣରେ ପାହାଡ଼ ପୂର୍ବରେ ପାହାଡ଼ ପଶ୍ଚିମରେ ପାହାଡ଼ ଚାରି ପାଖରେ ପାହାଡ଼ ଜଙ୍ଗଲ ଆଉ ମଥା ଉପରେ କ'ଣ ଥାଏ ଗୋଟେ ବଡ଼ ଆକାଶ ଏତେ ବଡ଼ ବିସ୍ତୃତି ଏହା ଭିତରେ ବି ନିଜକୁ ଖୋଜିଲେ ସେ ପାଏ। ଏତେ ବଡ଼ ବିସ୍ତୃତି ନା ଚାରିପଟେ ପାହାଡ଼ ଜଙ୍ଗଲ ଉପରେ ଆକାଶ ହଜିଯାଆନ୍ତି ଆମେ ହେଇଥିଲେ ହଜିଯିବା କିନ୍ତୁ ନା ସେ ତାର ଭିତରେ ବି ନିଜକୁ ଖୋଜିଲେ ସେ ପାଏ। ସେ ନିଜେ ରହିଛି ବୋଲି ସେ ବୁଝେ ନା ମୋର ଅସ୍ତିତ୍ୱ ଅଛି। ଏବଂ କ'ଣ ଆଉ କହୁଛନ୍ତି ଔପନ୍ୟାସିକ ଦେଖନ୍ତୁ କହୁଛନ୍ତି ଖଣ୍ଡିଏ ବୋଲି ବଖରା ଅନ୍ଧାର ବିଲି ବିଲି ଖଣ୍ଡିଏ ବଖରା ନା ନୁଆଣିଆ କୁଡ଼ିଆଟିଏ ଖଣ୍ଡିଏ ଘର ସେଇ ଖଣ୍ଡିଏ ବଖରା ଅନ୍ଧାର ବିଲି ବିଲି ଅନ୍ଧାର ଚାରିଆଡ଼େ ଘର ଭିତରେ ସେଇ ଘର ଭିତରେ ତାହେଲେ କ'ଣ ଥାଏ ନା ଏଠି ପୁଳାଏ ଆମ୍ବ ଟାକୁଆ ଆସିବ କୋଇଲିକୁ ଫେସା ହେବ ବସା ହେବ ଚୁଲିରେ ତାହେଲେ ଏଠି ପୁଳାଏ ଆମ୍ବ ଟାକୁଆ ପଡ଼ିଛି ଏବଂ ସେଠି କ'ଣ ପଡ଼ିଛି ଗୋଟେ କୋଣରେ ପୁଳାଏ ଆମ୍ବ ଟାକୁଆ ଥିଲାବେଳେ ତେଲ ହେବା ପାଇଁ ସେ କୋଣରେ ଗଦାଏ ବାରି ବାଇ ଗବା ମଞ୍ଜିରୁ ତେଲ ହୁଏ ସେଠି ପଡ଼ିଥିବ ବାରି ବାଇ ଗବା ମଞ୍ଜି ଏଠି ପଡ଼ିଥିବ ପୁଳାଏ ଆମ୍ବ ଟାକୁଆ ଏବଂ ପତର ସିଆଁ କୁମ୍ପିରେ ପଶି ପତର ସିଆଁ କୁମ୍ପି ପତର ସିଆଁରେ ଆମେ ଜାଣିଛେ ବିଭିନ୍ନ ପ୍ରକାର ତଲେଇ ହୁଏ ପତର ସିଆଁରେ ବିଭିନ୍ନ ପ୍ରକାର ଯଦି ଆମେ କହିବା ଟୋପି ଫୁପି ହୁଏ ନା ନାଇଁ ତେଣୁ ପତର ସିଆଁ କୁମ୍ପିରେ ପଶିଥାଏ ନହେଲେ ଗଦା ଯାଇଥାଏ କ'ଣ ବାରି ବାଇ ଗବା ମଞ୍ଜି ନହେଲେ ତଳେ ଅଜଡ଼ା ହୋଇ 8-10 ମାଣ ମାଣ୍ଡିଆ ତଳେ ନହେଲେ ଅଜଡ଼ା ହେଇଥିବ 8-10 ମାଣ ମାଣ୍ଡିଆ ତଳେ ପଡ଼ିଥିବ ନହେଲେ 3-4ଟା ହାଣ୍ଡି ମଧ୍ୟ ତଳେ ଥୁଆ ହେଇଥିବ ମାଣ୍ଡିଆ 8-10 ମାଣ ଥିବ ନହେଲେ ଗୋଟିଏ ଗଦାରେ ଯଦି କ'ଣ କହିବା ଗୋଟିଏ କୋଣରେ ଗଦାଏ ବାରି ବାଇ ଗବା ମଞ୍ଜି ଥିବ ନହେଲେ ପୁଳାଏ ଆମ୍ବ ଟାକୁଆ ଥିବ। ଏଠି ସେଠି ଅଲରା ବଲରା ହୋଇ ଚାଳରୁ ଓହଳିଛି କୌପୁନି କ'ଣ ଆମେ ସମସ୍ତେ ଜାଣିଛେ ଅନ୍ତଃ ବସ୍ତ୍ର ଯାହାକୁ ଆମେ କହୁଛେ କୌପୁନି କାଛା କହୁଛେ ଲେଙ୍ଗେଟା କହୁଛେ ଆପଣମାନେ ଦେଖିବେ ପରଜା ଲୋକମାନେ ଗୋଟେ ପିନ୍ଧନ୍ତି କ'ଣ ମାନେ କୌପୁନି ପିନ୍ଧନ୍ତି ଉପରେ କିଛି ପିନ୍ଧି ନଥାନ୍ତି ପୁରୁଷ ଲୋକଙ୍କ କଥା କହିବା ଆମେ ତାହେଲେ ସେଇ କୌପୁନି କ'ଣ ହୋଇଥାଏ ଏଠି ସେଠି ଅଲରା ବଲରା କହିଲେ କ'ଣ ଏଠି ସେଠି ଏପଟ ସେପଟ ହୋଇ ଆଲୁରୁ ବାଲୁରୁ ହୋଇକି ପଡ଼ିଥିବ ମାନେ ଓହଳିଥିବ କିଛି କୌପୁନି ଯେଉଁଟା ପିନ୍ଧନ୍ତି ଅନ୍ତଃବସ୍ତ୍ର ସେଇ କୌପୁନି ଓହଳିଥିବ। ତାପରେ କ'ଣ କହୁଛନ୍ତି ଦେଖିବା ଗୋପୀନାଥ ମହାନ୍ତି ତାହେଲେ ଆମେ ଦେଖିଲେ କୌପୁନି ଲୁଗା ଓହଳି ଥାଏ ଆଲୁରୁ ବାଲୁରୁ ହେଇ ଏବଂ 3-4 ପୁଞ୍ଜା ଲାଉ ତୁମ୍ବା ଆପଣମାନେ ଦେଖିଥିବେ ଯେଉଁ ଲାଉ ତୁମ୍ବାରେ ସବୁ ତୁମ୍ବି ଯାହାକୁ ଆମେ କହୁଛେ ଲାଉରେ ହେଇଥାଏ ତେଣୁ 3-4 ପୁଞ୍ଜା କହିଲେ 4ଟା ବୁଝିପାରୁଛନ୍ତି ନା ସେଥିରୁ ଲାଉ ତୁମ୍ବା ଥାଏ ସବୁ ଏବଂ ଆଚ୍ଛା ସେ ଲାଉ ତୁମ୍ବା କ'ଣ ହୁଏ ଜହିରେ ମାଣ୍ଡିଆ ଯାଉ ପୁରାଇ ବିଲକୁ ବାଟକୁ ନିଆଯାଏ। ତାହେଲେ ଲାଉ ତୁମ୍ବାରେ କ'ଣ କରାଯାଏ ମାଣ୍ଡିଆ ଯାଉ ପୁରାଇ ବିଲକୁ ନିଆଯାଏ। ମାଣ୍ଡିଆ ଜାନି ଟିକ୍ରା ଜାନି ଯେତେବେଳେ ବିଲରେ କାମ କରୁଥିବେ ଝିଲି ବିଲି ନେଇକି ଯାଆନ୍ତି ଲାଉ ତୁମ୍ବାରେ ପୁରେଇକି ମାଣ୍ଡିଆ ଯାଉ ତାପରେ କାନ୍ଥରେ ବାଡ଼ରେ ପତର ସିଆଁ ତଲରା ଓ ପିଠି ପାଖିଆ ତଲାରି ବା ମୁଣ୍ଡର ଛତା। ତାହେଲେ କାନ୍ଥରେ କ'ଣ ଥାଏ ଦେଖନ୍ତୁ କାନ୍ଥରେ ବାଡ଼ରେ ପତର ସିଆଁ ପତରରେ ସିଲେଇ କରାଯାଇଥିବା ତଲରା ଥାଏ ବା ପିଠି ପଖିଆ ତଲରା କହିଲେ କ'ଣ ପିଠି ପଖିଆ ପିନ୍ଧନ୍ତି ସବୁ ଯେତେବେଳେ ଆପଣମାନେ ମଧ୍ୟ ଦେଖିଥିବେ
ଯେତେବେଳେ ଧାନ ବିଲରେ କାମ କରନ୍ତି ବର୍ଷା ଦିନରେ ପକ୍ଷିଆ ପିନ୍ଧିକି କାମ କରନ୍ତି। ତେଣୁ ପତର ସିଆଁ ତଲରା ବା ଯାହାକୁ ଆମେ କହୁଛେ ପିଠି ପକ୍ଷିଆ ନହେଲେ ତଲାରୀ, ତଲାରୀ କହିଲେ ମୁଣ୍ଡର ଛତା, ଏଇଟା ସବୁ ତା କାନ୍ଥରେ ଥାଏ। ଏତିକି ଘେନି ଆମେ ଯଦି କହିବା ଏତିକି ଘେନି ତାର ଘର କରଣା, ତାମାନେ ପରୀକ୍ଷାରେ ଆସିବ ଶୁକ୍ରଜାନିର ଘର କରଣା ସମ୍ପର୍କରେ ବର୍ଣ୍ଣନା କର। ତା ଘର କରଣା କ'ଣ ଥିଲା? ତା ଘର କରଣାରେ ଆମେ ଦେଖିଲେ ଗୋଟିଏ ଠାକୁ ତାର ଆମ୍ବ ଟାକୁଆ ଥିଲା, ବାରି ବାଇଗ ବା ମଞ୍ଜି ଥିଲା, 8-10 ମାଣ ମାଣ୍ଡିଆ ଥିଲା ଏବଂ 3-4ଟା ହାଣ୍ଡି ଥିଲା ନା ନାଇଁ, ଏବଂ ଚାଳରୁ କେତେଟା କୌପୁନି ଓହଳି ପଡ଼ିଥିଲା ବା ଲୁଗା ଓହଳି ଥିଲା ଏବଂ 3-4 ପୁଞ୍ଜା ଲାଉ ତୁମ୍ବା ପଡ଼ିଥିଲା, ପତର ସିଆଁ ତଲରା ତଲରି ଥିଲା। ଏସବୁ ହେଉଛି ତାର ଘର କରଣା। ସବୁ ଅଳିଆ ଦଳିଆ, ସବୁ ଏପଟ ସେପଟ ହେଇକି ପଡ଼ିଥିବ, ସବୁ ଅଳିଆ ଦଳିଆ, କିନ୍ତୁ ଏଇ ଅଳିଆ ଦଳିଆ ତାକୁ ଭାରି ଭଲ ଲାଗେ। ଛାତ ତଳେ ନାକ କାନ ରୁନ୍ଧା ମଠୁଆ ମଠୁଆ ଧୂଆଁ ତାକୁ ଭଲ ଲାଗେ। ଦେଖନ୍ତୁ ଏଇଠି ଔପନ୍ୟାସିକ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି। କ'ଣ ବର୍ଣ୍ଣନା କରୁଛନ୍ତି ନା ଅଳିଆ ଦଳିଆ କିନ୍ତୁ ତାକୁ ଭାରି ଭଲ ଲାଗେ ଯେ ଧୂଆଁ, ଚୁଲିର ଧୂଆଁ ପଶୁଥିବ ଘର ଭିତରକୁ, ଏଇ ଯେଉଁ ନାକ କାନ ରୁନ୍ଧି ହେଇଯାଉଥିବ ସେଇ ଯେଉଁ ମଠୁଆ ମଠୁଆ ଧୂଆଁରେ, କିନ୍ତୁ ତାକୁ ଭଲ ଲାଗେ। ସବୁ ତାର ପା, ତାର ଧୂଆଁ ତାର, ତାର ଚୁଲି, ତାର ବାରି ବାୟୁଗ ମଞ୍ଜି, ତାର ମାଣ୍ଡିଆ, ତାର ସବୁ କିଛି ତାର, ତେଣୁ ତାକୁ ଭାରି ଭଲ ଲାଗେ। ସଞ୍ଜ ବୁଡ଼େ ଏଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି ଔପନ୍ୟାସିକ ଗୋପୀନାଥ ମହାନ୍ତି, ବିଶିଷ୍ଟ ଔପନ୍ୟାସିକ। କ'ଣ ନା ସଞ୍ଜ ବୁଡ଼େ ଢେଉ ଢେଉକା ପୂର୍ବ ଘାଟର ପାହାଡ଼ ଉପରେ ଛିରିକି ପଡ଼େ କେତେ ରଙ୍ଗ, ମଥାରେ ଅବିର, ପଖାରେ ହଳଦୀ ଗୁଣ୍ଡା, ତଳର ଗହୀର ଜଙ୍ଗଲରେ ସମୁଦ୍ରର ନେଳି କଳା ନେଳି କଳା। କେତେ ଭଲ ଭାବରେ ବର୍ଣ୍ଣନା କରୁଛନ୍ତି ଦେଖୁଛନ୍ତି ନା। ସଞ୍ଜ ବୁଡ଼େ ଏବଂ ଢେଉ ଢେଉକା ପୂର୍ବ ଘାଟର ପାହାଡ଼, ଯେଉଁ ପୂର୍ବ ଘାଟର ପାହାଡ଼ ସବୁ ଅଛି ନା, ଏଇ ପୂର୍ବ ଘାଟର ପାହାଡ଼ ଆମେ ଜାଣିଛେ ପୂର୍ବ ଘାଟ ପର୍ବତମାଳା, ପଶ୍ଚିମ ଘାଟ ପର୍ବତମାଳା। ପୂର୍ବ ଘାଟ ପର୍ବତମାଳାରେ ଆମ ଓଡ଼ିଶା ଯାଉଛି ନା ନାଇଁ, ଆମେ କହୁଛେ ଯେଉଁ ପୂର୍ବ ଘାଟର ପାହାଡ଼, ତା ଉପରେ କ'ଣ ହୁଏ ନା ଛିରିକି ପଡ଼େ କେତେ ରଙ୍ଗ। କାହିଁକି ନା ପଶ୍ଚିମ ଦିଗକୁ ସୂର୍ଯ୍ୟ ଯାଆନ୍ତି ଏବଂ ସୂର୍ଯ୍ୟଙ୍କର ଯେଉଁ ରଙ୍ଗ ସବୁ କୋଉଠି ପଡ଼େ। ଉପନ୍ୟାସିକ ଅତି ସୁନ୍ଦର ଭାବରେ ପ୍ରକୃତିର ଚିତ୍ରଣ ବର୍ଣ୍ଣନା କରିଛନ୍ତି ଏବଂ ଛିରିକି ପଡ଼େ କେତେ ରଙ୍ଗ, କେତେ ରଙ୍ଗ, କି କି ରଙ୍ଗ ନା ମଥାରେ ଅବିର ରଙ୍ଗ, ଅବିର ଆପଣମାନେ ଦେଖିଥିବେ ଅବିର ରଙ୍ଗ ଲାଲ, ପାହାଡ଼ର ମଥା ଦେଖାଯାଉଛି ସେଇଭଳି ଲାଲ, ଏବଂ ପଖାରେ ହଳଦୀ ଗୁଣ୍ଡ, ଏବଂ ତଳେ ବା ତଳର ଗହୀର ଜଙ୍ଗଲରେ କ'ଣ ଦେଖାଯାଏ ସମୁଦ୍ର ନେଳି କଳା ନେଳି କଳା। ଉପରକୁ ଅନେଇଦେବେ ଦେଖାଯାଉଥିବ ଲାଲ ଅବିର ଟାଇପ୍ର, ଏବଂ ପଖାରେ ଯଦି ଆପଣମାନେ ଦେଖିବେ ହଳଦୀ ଗୁଣ୍ଡା, ଏବଂ ତଳେ ଜଙ୍ଗଲର ତଳ ଭାଗଟା ଦେଖାଯାଉଥିବ ସମୁଦ୍ରର ନେଳି, ସମୁଦ୍ର ଯେମିତି ନେଳି ଥାଏ ନେଳି କଳା ସମୁଦ୍ର ଢେଉ, ସେଇଭଳି ଜଙ୍ଗଲର ତଳ ଗହୀର ଦେଖାଯାଏ। ଶୁକ୍ରଜାନି ବିଶ୍ୱାସ କରେ ଯେ ସବୁରି କର୍ତ୍ତା ଗୋଟିଏ ଲେଖାଏଁ ଭୂତ ବା ଡୁମା। ତେଣୁ ଶୁକ୍ରଜାନି ବିଶ୍ୱାସ କରେ, କ'ଣ ବିଶ୍ୱାସ କରେ, ଏସବୁ କିଏ ଗଢ଼ିଛନ୍ତି, ଏ ପାହାଡ଼ କିଏ ଗଢ଼ିଛନ୍ତି, ପାହାଡ଼ରେ ଏତେ ରଙ୍ଗ କିଏ ଭରିଛନ୍ତି ନା ଶୁକ୍ରଜାନି ବିଶ୍ୱାସ କରୁଛି ଯେ ସବୁରି କର୍ତ୍ତା ହେଉଛନ୍ତି ଗୋଟିଏ ଲେଖାଏଁ ଭୂତ ବା ଡୁମା। ଏସବୁ କିଏ କରିଛନ୍ତି? ଭୂତ କରିଛନ୍ତି ବା ଡୁମା କରିଛନ୍ତି, ଭଗବାନ କରିଛନ୍ତି ନା ନାଇଁ। ମନରେ ତୃପ୍ତିରେ ବିଚାରି ବସେ ଯେ କେଉଁ ଯାଦୁକର ଡୁମା ଏସବୁ ଗଢ଼ିଛି। ଶୁକ୍ରଜାନି ମନରେ ତୃପ୍ତି ଆଣେ, ତା ମନରେ ତୃପ୍ତି ଆସେ। କ'ଣ ଆସେ ନା ଡୁମା ବିଷୟରେ ଶୁକ୍ରଜାନିର ବିଶ୍ୱାସ କ'ଣ, ଡୁମା ବିଷୟରେ ସେ କ'ଣ ଭାବୁଛି ନା ଭାବୁଛି ଯେ କେଉଁ ଯାଦୁକର ଡୁମା ଏସବୁ ଗଢ଼ିଛି। କୋଉ ସବୁ ନା ଆକାଶ ଗଢ଼ିଛି, ଜଙ୍ଗଲ ଗଢ଼ିଛି, ସଞ୍ଜ ଗଢ଼ିଛି ଆଉ ରାତି ଗଢ଼ିଛି। କୋଉ ଡୁମା ଗଢ଼ିଛି ଏସବୁ? କେଉଁ ଡୁମା ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ? କିଏ ଆଣି ଦେଉଛି ସୌଭାଗ୍ୟ ଆଉ କିଏ ଆଣି ଦେଉଛି ଆନନ୍ଦ? ଏବଂ କିଏ ଆଣି ଦେଉଛି ଝଡ଼ି ତୋଫାନ ଆଣି ଦେଉଛି କିଏ? ଦୁଃଖ ଦୁର୍ଦ୍ଦଶା ଆଣି ଦେଉଛି କିଏ? ସେ ଭାବେ କୋଉ ଡୁମା ଏସବୁ କରୁଛି। ବୁଝିପାରୁଛନ୍ତି ନା? ତାମାନେ ସେ କ'ଣ ଭାବୁଛି ନା ସିଏ ଭାବୁଛି ଶୁକ୍ରଜାନି ଯେତେବେଳେ ପ୍ରକୃତିର ଅପରୂପ ରୂପ ଶୋଭାକୁ ଦେଖିଛି, ତାର ପରିବର୍ତ୍ତନକୁ ସେ ବିଶ୍ୱାସ କରିଛି। ସେ ଭାବିଛି ଯେ ଏଇସବୁ ପରିବର୍ତ୍ତନ କାହା ଦ୍ୱାରା ହେଉଛି ନା ଗୋଟିଏ ଗୋଟିଏ ଭୂତ ବା ଡୁମାର କାମ। ଏବଂ ସେଇ ଡୁମା ପାଇଁ ସୃଷ୍ଟି ହୋଇଛି ଏଇ ଆକାଶ, ସେଇ ଡୁମା ପାଇଁ ସୃଷ୍ଟି ହେଇଛି ଏଇ ଜଙ୍ଗଲ, ସଞ୍ଜ ଆଉ ରାତି, ଏବଂ ସେଇ ଡୁମା ଆଣି ଦେଉଛି ସୌଭାଗ୍ୟ ଆଉ ଆନନ୍ଦ ଆଉ ଦୁଃଖ ଆଉ ଦୁର୍ଦ୍ଦଶା ତଥା ଝଡ଼ି ତୋଫାନ। ତାହେଲେ ଆଉ କ'ଣ ହେଇଛି? ତାପରେ ଦେଖନ୍ତୁ ଏପାଖ ପାହାଡ଼ର ମଥାନରୁ ତଳ ପର୍ଯ୍ୟନ୍ତ ଖାଲି ପାହାଚ ଚାଷ। ଆସିଗଲା ଆମର ଯେଉଁ ଚାଷ, କେମିତି ଚାଷ କାର୍ଯ୍ୟ କିଭଳି ହୁଏ। ଏପାଖ ପାହାଡ଼ର ମଥାନ ଶିଖରରୁ
ତଳ ପର୍ଯ୍ୟନ୍ତ ଖାଲି ପାହାଚ ପାହାଚ ଚାଷ ସୋପାନ ପ୍ରଣାଳୀରେ ଚାଷ ଆମେ ସମସ୍ତେ ଜାଣିଛେ ଜଙ୍ଗଲର ବା ପାହାଡ଼ ଅଞ୍ଚଳରେ ହୁଏ। ପାହାଡ଼ ତଳେ ଚାଲି ଯାଇଛି ତାହେଲେ ପାହାଡ଼ ମାନେ ଏଠି ପାହାଚ ପାହାଚ କରି ଚାଷ ହେଉଛି ଏବଂ ତା ତଳେ କ'ଣ ହୋଇଛି ନା ଚାଲି ଯାଇଛି ବହି ଯାଇଛି ଗୋଟିଏ ଭୀମଙ୍କ ଲଙ୍ଗଳ ସିଂହ ବା ଆମେ ଯଦି କହିବା ଗୋଟିଏ ଭୀମଙ୍କ ଲଙ୍ଗ ସିଂହ ବା ଝୋଲା ବା ପାହାଡ଼ି ନଈ ତା ତଳେ ଗୋଟେ କ'ଣ ଚାଲି ଯାଇଛି ଗୋଟେ ପାହାଡ଼ି ନଈଟିଏ ଚାଲି ଯାଇଛି। କିଭଳି ଚାଲି ଯାଇଛି ନା ଗୋଟିଏ ଭୀମଙ୍କ ଲଙ୍ଗଳ ସିଂହ ବା ଝୋଲା ଯାହାକୁ ଆମେ ପାହାଡ଼ି ନଈ ବୋଲି କହୁଛେ ସେଥିରେ କବ କବ କରି ଡେଇଁ ଡେଇଁକା ପାଣି ଚାଲେ। ସେଥିରେ କବ କବ କରି ଡେଇଁ ଡେଇଁ ପାଣି ତାର ତଳକୁ ତଳକୁ ବହି ଚାଲେ। ତା ସେପାଖକୁ ଅରାଏ ଢିପ ତଳ ଭୁଇଁ ତାହେଲେ ଏଇଠି ଇଏ ମାନେ ଜଙ୍ଗଲୀ ନଈ ପାହାଡ଼ି ନଈ ତା ସେପାଖକୁ ଅରାଏ ଢିପ ତଳ ଢିପ କହିଲେ ଉଚ୍ଚ ଜାଗା ବା ଆମେ ଯୋଉଟାକୁ କହୁଛେ ଢିପ ଗୋଟେ ଢିପ ତାର ଖାଲ ସେଠି କ'ଣ ହୋଇଥାଏ ଢିପ ତଳ ଭୁଇଁ ଢିପ ତଳ ଉଚ୍ଚ ଭୁଇଁରେ କ'ଣ ହୋଇଥାଏ ସେ ଭୁଇଁ ତକ ସନ୍ତସନ୍ତିଆ ସେଠି ଧାନ ଚାଷ ହୁଏ। ତାହେଲେ ଢିପତଳ ଭୂମି ଏଇ ଯେଉଁ ଭୂମି ଏଠି ସନ୍ତସନ୍ତିଆ ଭୂମି ଏଇ ସନ୍ତସନ୍ତିଆ ଭୂମିରେ ଧାନ ଚାଷ ହୁଏ। ତା ତେଣିକି ଚାରି ପାଖେ ଗୋଲେଇ ଗୋଲେଇ ହୋଇ ଢାଙ୍କି ରହି ତଳୁ ଉଠି ଉଠିକା ସାନ ବଡ଼ କେତେ ପାହାଡ଼ ଖଞ୍ଜି ହୋଇଛି ଅଗ୍ନାଗ୍ନି ବନସ୍ତ ବୁଢ଼ା ପର୍ବତ ତା ତେଣିକି ତାମାନେ ଏଠି ଜଙ୍ଗଲ ତଳେ ବହି ଯାଇଛି ଝୋଲା ବା ପାହାଡ଼ି ନଈ ଯେଉଁ ପାହାଡ଼ି ନଈର ସେପାଖକୁ ଥାଏ ଅଛି ଅରାଏ ଢିପତଳ ସନ୍ତସନ୍ତିଆ ଭୂଇଁ ଯେଉଁଠି ଧାନ ଚାଷ କରାଯାଏ ଏବଂ ତାପରକୁ ତା ତେଣିକି ଚାରି ପାଖ ଗୋଲେଇ ଗୋଲେଇ ଢାଙ୍କି ରହି ତଳୁ ଉଠି ଉଠିକା ସାନ ବଡ଼ କେତେ ପାହାଚ ସବୁ ଗୋଲେଇ ଗୋଲେଇ ହୋଇ ଏଇଭଳି ପାହାଚ ସବୁ ମାନେ ପାହାଡ଼ ଉଠି ଖଞ୍ଜା ହୋଇଛି ଏବଂ ଅଗ୍ନାଗ୍ନି ବନସ୍ତ ବୁଢ଼ା ପର୍ବତ ଏଇସବୁ ପର୍ବତ ଏଇଭଳି ଭାବରେ ଗୋଲେଇ ଗୋଲେଇ ହୋଇ ଉପରକୁ ଉଠି ମାନେ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। ଶୁକ୍ରଜାନି ଦୃଶ୍ୟ ଦେଖେ ଏସବୁ ଦୃଶ୍ୟ ସଞ୍ଜ ବୁଡ଼େ ପାହାଡ଼କୁ ଦେଖେ ଜଙ୍ଗଲକୁ ଦେଖେ ଏବଂ ଦେଖେ ସାମ୍ନାରେ ସେ ସାନ ପାହାଡ଼କୁ ଦେଖି କୋଉ କଥା ତାର ମନେ ପଡ଼େ ବା କୋଉ ଦୃଶ୍ୟ ଶୁକ୍ରଜାନିର ଆଖି ଆଗରେ ନାଚିଯାଏ ନା ଶୁକ୍ରଜାନି ଦୃଶ୍ୟ ଦେଖେ ସାମ୍ନାରେ ସେ ସାନ ପାହାଡ଼କୁ ଯାହାର ମୁଣ୍ଡକୁ ସେ ଆଉ ଲୋବ କନ୍ଧ ମିଶି ଢୁ ଢୁ ବରସାରେ କୁରାଢ଼ୀରେ ହାଣି ଚନ୍ଦା କଲେ ବର୍ତ୍ତମାନ ତାର ଚାଷ ହୁଏ। ତାହେଲେ ଏଠି କ'ଣ କହୁଛନ୍ତି ଔପନ୍ୟାସିକ ଗୋପୀନାଥ ମହାନ୍ତି କହୁଛନ୍ତି ଶୁକ୍ରଜାନି ଦେଖୁଛି ସେଇ ସାନ ପାହାଡ଼କୁ ଦେଖି କ'ଣ ଭାବୁଛି ଯେ ସେଇ ପାହାଡ଼ର ମୁଣ୍ଡକୁ ସେ ଆଉ ଲୋବ କନ୍ଧ ଏ ଦୁଇ ଜଣ ମିଶି କ'ଣ କରିଛନ୍ତି ଢୁ ଢୁ ବରସାରେ ବର୍ଷା ପୁରା କଚାଡ଼ି ଦେଉଥିଲା ସେଇଭଳି ବର୍ଷାରେ ସେ କୁରାଢ଼ୀରେ ହାଣି ତାକୁ ଚନ୍ଦା କରିଛନ୍ତି ସେଇ ପାହାଡ଼କୁ ଏବଂ ତାକୁ ଚାଷ ଭୂଇଁରେ ପରିଣତ କରିଛନ୍ତି ଏବଂ ଆଉ ସେ ଦୃଶ୍ୟ ଦେଖେ ଆପଣାର ଆଉ କ'ଣ ସେ ଦେଖେ ଭବିଷ୍ୟତର କେଉଁ ଉପକାରୀ ଡୁମାର ହାତ ଲାଗି ସବୁ ସୁନ୍ଦର ହୋଇଛି। କେତେ ଘର ତୋଳା ହେଉଛି ମାଣ୍ଡିଆ ଟିକ୍ରା ବାହା ସାହା ହୋଇଛନ୍ତି ପୁଅର ପୁଅ ଦି କୋଡ଼ି ତିନି କୋଡ଼ି ଗୋରୁ ଗାଈ ଘର ଆଗରେ ବଡ଼ ଗୁହାଳ ଗୋବର ଖାତ। ତାହେଲେ ଏଇଠି କ'ଣ ସେ ଭାବୁଛି ନା ଯେତେବେଳେ ସେ ସାନ ପାହାଡ଼କୁ ଦେଖିଛି ଯେ ତାର ଅତୀତ କଥା ତାର ମନେ ପଡ଼ିଛି ଅତୀତଟା ଆଖି ଆଗରେ ନାଚି ଯାଇଛି ଏବଂ ସେ ଦେଖୁଛି ଯେ ଲୋବକନ୍ଧ ସହିତ ମିଶି ଢୁ ଢୁ ବରସାରେ କିଭଳି କୁରାଢ଼ୀରେ ହାଣି ପାହାଡ଼କୁ ଚନ୍ଦା କରିଛନ୍ତି ଏବଂ ତାପରେ ତାର ଚାଷ ଭୂଇଁ ସେ ହୋଇଛି। ତାପରେ ସେ ଭାବୁଛି ଯେ ଭବିଷ୍ୟତ କଥା ମନେ ପକେଇଛି ଅତୀତ କଥା ମନେ ପକେଇଲା ଚାଷ ଜମି କରିଛି ବର୍ତ୍ତମାନ ଚାଷ ଜମି ପୁଣି ଭବିଷ୍ୟତ କଥା ଭାବିବ ଯେତେବେଳେ ଭବିଷ୍ୟତ କଥା ସେ ଭାବୁଛି ଯେ କୋଉ ଉପକାରୀ ଡୁମା ସେ ଭାବୁଛି ସବୁ କଥା କିଏ କରିଛି ଡୁମା କରିଛି ଗୋଟିଏ ଲେଖାଏଁ ଭୂତ କରିଛି ସେ ଭାବୁଛି ଯେ କେଉଁ ଉପକାରୀ ଡୁମାର ହାତ ଲାଗି ସବୁ ସୁନ୍ଦର ହୋଇଛି ଭବିଷ୍ୟତ ପୁରା ସୁନ୍ଦର ହେଇଛି। କିନ୍ତୁ ପ୍ରକୃତରେ କ'ଣ ଭବିଷ୍ୟତ ସୁନ୍ଦର ହେଉଛି କି ଯେତେବେଳେ ଗଳ୍ପଟି ଆପଣମାନେ ପଢ଼ି ସାରିବେ ନା ସେତେବେଳେ ଜାଣିପାରିବେ ତା ଭବିଷ୍ୟତ ସୁନ୍ଦର ହେଲା ନା ତା ଭବିଷ୍ୟତ କ'ଣ ହେଲା ଔପନ୍ୟାସିକ କ'ଣ କହୁଛନ୍ତି ଜାଣିପାରିବେ। ସେଇଭଳି ଭାବରେ ଆମେ ସମ୍ପୂର୍ଣ୍ଣ ଭାବରେ ଗଳ୍ପଟିକୁ ବା ଉପନ୍ୟାସଟିକୁ ପଢ଼ିବା ଜାଣିବା ବୁଝିବା। କେତେ ଘର ତୋଳା ହେଇଛି ସେ ଭାବୁଛି କେତେ ଘର ତୋଳା ହେଇଛି ମାଣ୍ଡିଆ ଟିକ୍ରା ଦୁଇ ଜଣ ତା ଦୁଇ ପୁଅ କ'ଣ ହୋଇଛନ୍ତି ବାହା ସାହା ହୋଇଛନ୍ତି ତାଙ୍କର ପୁଅ ହୋଇଛି ତାଙ୍କର ପୁଅର ପୁଅ ହୋଇଛି ତା ପୁଅର ପୁଅ ହୋଇଛି ଏଇଭଳି ଭାବରେ ତାର ଯେଉଁ ଭବିଷ୍ୟତ ଯେଉଁ ପିଢ଼ି ଆଗକୁ ବଢ଼ି ଚାଲିଛି ଦି କୋଡ଼ି ତିନି କୋଡ଼ି ଗୋରୁ ଗାଈ ଘର ଆଗରେ ବଡ଼ ଗୁହାଳ ଆଉ ଗୋବର ଖାତ ତା ଘର ଆଗରେ ସେ ଭାବୁଛି ଦି କୋଡ଼ି ତିନି କୋଡ଼ି ଲେଖେ ଗୋରୁ ଗାଈ ତାର ସବୁ ଅଛନ୍ତି
ଏବଂ ଘର ଆଗରେ ତାର ଗୋଟେ ବଡ଼ ଗୁହାଳଟେ ଅଛି ଏବଂ ଗୁହାଳ ପାଖରେ ଗୋଟେ ଗୋବର ଖାତ ଅଛି। ସବୁ ଭବିଷ୍ୟତ କଥା ସେ ଭାବି ଦେଇଛି। ତାପରେ କ'ଣ ହେଇଛି ନା ଆଉ ଚାରିକରର ଯେତେ ସାନ ବଡ଼ ପାହାଡ଼ ସେଠି ସେତ କଥା ସେ ଭାବି ଦେଇଛି। ତାପରେ କ'ଣ ହେଇଛି ନା ଆଉ ଚାରିକରର ଯେତେ ସାନ ବଡ଼ ପାହାଡ଼ ସେଠି ଜଙ୍ଗଲ ସଫା ହୋଇ ଖାଲି କ୍ଷେତ କ୍ଷେତ କ୍ଷେତ, ପୁଅର କ୍ଷେତ, ନାତିର କ୍ଷେତ, ତା ନାତିର କ୍ଷେତ। ତାମାନେ ଏଠି କ'ଣ କହୁଛନ୍ତି ଔପନ୍ୟାସିକ ଗୋପୀନାଥ ମହାନ୍ତି କହୁଛନ୍ତି ସେ ଭବିଷ୍ୟତ କଥା ଭାବୁଛି। ଭବିଷ୍ୟତ କଥାରେ ସେ ସେତେବେଳେ ସ୍ୱପ୍ନ ଦେଖିଛି ନା ତାର ଚାରିକଡ଼ର ଯେତେ ସବୁ ସାନ ବଡ଼ ପାହାଡ଼ ଅଛି ସେଇ ସବୁ ପାହାଡ଼ ଜଙ୍ଗଲ ସଫା ହୋଇଛି। ତାହେଲେ ଆମେ ଯଦି କହିବା ଯେଉଁ ଜନଜାତି ତାଙ୍କର ମୁଖ୍ୟ ସମ୍ବଳ ଯଦି ଆମେ କହିବା ଜଙ୍ଗଲ, ସେ ଜଙ୍ଗଲକୁ ଅତି ଭଲ ପାଆନ୍ତି, ବହୁତ ଭଲ ପାଆନ୍ତି ନା ନାଇଁ? କିନ୍ତୁ ସେ ଜଙ୍ଗଲ ଜାଗାରେ ସେ ରୁହନ୍ତି ନା, ସେଠି ସେ ଭାବୁଛି ଯେ ସାନ ବଡ଼ କେତେ ପାହାଡ଼ ସେଠି ସବୁ ଜଙ୍ଗଲ ସଫା ହୋଇ ଖାଲି କ୍ଷେତ ହେଲାଣି କ୍ଷେତ ହେଲାଣି କ୍ଷେତ ହେଲାଣି, ତା ପୁଅର କ୍ଷେତ, ତା ନାତିର କ୍ଷେତ ହେଲା। ଏବଂ ଭାବି ଭାବି ଶୁକ୍ରରାଣୀ ସତେକି ବୁଢ଼ା ହୋଇଯାଏ। ସେ ଭାବି ଭାବି ସତେ ଲାଗେ ଯେଭଳି ସେ ବୁଢ଼ା ହୋଇଯାଉଛି। ଗାଁ ମଝି ଗରୁଡ଼ି ଆମ୍ବ ଗଛ ତଳେ, ତାହେଲେ କ'ଣ କହୁଛି ସେ ଭାବି ଭାବି ବୁଢ଼ା ହେଇଯାଉଛି ଏବଂ ବୁଢ଼ା ହେଇସାରିଲା ପରେ କ'ଣ ମୃତ୍ୟୁ ହେଇଯିବ ନା ମରିଯିବ ନା। ତେଣୁ ଗାଁ ମଝି ଗୁରୁଡ଼ି ଆମ୍ବ ଗଛ ତଳେ ମଣିଷ ମରିଗଲେ ଯେଉଁଠି ତା ନାଁରେ ଖଣ୍ଡେ ଗୋଜିଆ ପଥର ପୋତା ହୁଏ, ସତେକି ସେଇଥିରୁ ଗୋଟିଏ ବଡ଼ ଗୋଜିଆ ପଥର ଭିତରେ ଶୁକ୍ରଜାନୀର ଆତ୍ମା ଗୋଟିଏ ଡୁମା ହୋଇ ଭବିଷ୍ୟତର ପୁଅ ନାତିଙ୍କର ସୁଖ ସୌଭାଗ୍ୟକୁ ମିଟି ମିଟି କରି ଅନାଇ ରହେ। ତାହେଲେ ଶୁକ୍ରଜାନୀ ଏଇଭଳି ଭାବରେ ଭାବୁଛି, ଅତୀତ କଥା ଭାବିଛି, ନିଜେ କିଭଳି ଲୋଭ କନ୍ଧ ସାଙ୍ଗରେ ମିଶି ପାହାଡ଼ ଚନ୍ଦା କରିଥିଲା, ତାକୁ ଚାଷ ଭୂଇଁ ହେଇଛି, ବର୍ତ୍ତମାନ ଟିକ୍ରା ମାଣ୍ଡିଆ ବାହା ହେଇଛନ୍ତି, ତାଙ୍କର ପୁଅ ହେଉଛି, ପୁଅର ପୁଅ, ପୁଅର ପୁଅ, ପୁଅର ପୁଅ, ସେମାନଙ୍କର ଚାଷ ଜମି ଏବଂ ଏଇଭଳି ଭାବି ଭାବି ସେ ବୁଢ଼ା ହେଇଯାଉଛି। ଯେତେବେଳେ ବୁଢ଼ା ହେଇଯାଉଛି ଗାଁ ମଝି ଗୁରୁଡ଼ି ଆମ୍ବ ଗଛ ତଳେ ଯେଉଁଠି ମଣିଷ ମରିଗଲେ ତା ନାଁରେ ଖଣ୍ଡେ ଗୋଜିଆ ପଥର ପୋତା ହୁଏ, ତାହେଲେ ଯେତେବେଳେ ପରଜା ସାହିର ଯଦି କହିବା କିଏ ଜଣେ ମୃତ୍ୟୁବରଣ କରେ ତା ନାଁରେ ଗୋଟିଏ ଗୋଜିଆ ପଥର ପୋତା ହୁଏ ଗୁରୁଡ଼ି ଆମ୍ବ ଗଛ ତଳେ। ସେଇଭଳି ଭାବରେ ଶୁକ୍ରଜାନୀ ଭାବୁଛି ମୁଁ ବୁଢ଼ା ହେଇଗଲିଣି ଏବଂ ସେ ଭାବୁଛି ସତେକି ସେଇଥିରୁ ଗୋଟିଏ ବଡ଼ ଗୋଜିଆ ପଥର ଭିତରେ ଶୁକ୍ରଜାନୀର ଆତ୍ମା ଗୋଟିଏ ଡୁମା ହୋଇ ଭବିଷ୍ୟତର ପୁଅ ନାତିଙ୍କର ସୁଖ ସୌଭାଗ୍ୟକୁ ମିଟି ମିଟି କରି ଅନାଇ ରହେ। ମୁଁ ସେଇଠି ପଥର ଦେହରେ ମୋ ଆତ୍ମା ଥିବ, ସେଇଠି ମୁଁ ମିଟି ମିଟି କରି ଅନଉଥିବି। କାହାକୁ ଅନଉଥିବି ନା ମୋର ପୁଅ ନାତିଙ୍କର ଭବିଷ୍ୟତର ସୁଖ ସୌଭାଗ୍ୟକୁ ମୁଁ ସେଇଠି ଦେଖୁଥିବି। ତାପରେ ରାତି ଘଟିଯାଏ, ତାପରେ କ'ଣ ହୁଏ, ତାପରେ ଶୁକ୍ରଜାନୀ କେଉଁ କଥା ମନେ ପକାଏ, କ'ଣ ସତରେ ତାର ଏତେ ସୌଭାଗ୍ୟ ଆସିବ, ସେଇ କଥା ଆମେ ପରବର୍ତ୍ତୀ ଭିଡ଼ିଓରେ ଜାଣିବା। ଆଜି ପାଇଁ ରହୁଛି, ବିଦାୟ ଦିଅନ୍ତୁ, ନମସ୍କାର, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଷ୍ଟଡି ସ୍ପନ୍ଦନ ଫ୍ରେଣ୍ଡସ୍ ଥିଲେ ସରସୁପଦର ପ୍ରସଙ୍ଗଟିକୁ ଯାହାକୁ ରଚନା କରିଛନ୍ତି ବିଶିଷ୍ଟ ଔପନ୍ୟାସିକ ଗୋପୀନାଥ ମହାନ୍ତି ରଚନା କରିଛନ୍ତି ବିଶିଷ୍ଟ ଔପନ୍ୟାସିକ ଗୋପୀନାଥ ମହାନ୍ତି। ପୂର୍ବ ଅଧ୍ୟାୟରେ ଆମେମାନେ ଦେଖିଥିଲେ ଶୁକ୍ରଜାନୀର ପାରିବାରିକ ଜୀବନ ଚିତ୍ର, ତାର ଘର କରଣା, ହସ ଖୁସିର ସଂସାର ଏବଂ ପିଲାମାନଙ୍କୁ ନେଇ ଦେଖୁଥିବା ସୁଖ ସ୍ୱପ୍ନ ବିଷୟରେ। କିନ୍ତୁ ଆଜି ଏଣ୍ଟ୍ରି କରିବେ, ଆସିବେ ଭେଲିଆନ ଏବଂ ଯେତେବେଳେ ଆସନ୍ତି ସେତେବେଳେ କାହାଣୀର ମୋଡ଼ ଟିକେ ବଦଳିଯାଏ। ଆପଣମାନେ ମଧ୍ୟ ଦେଖିବାକୁ ପାଇବେ। ଆମେମାନେ ଏବଂ ବନ୍ଧୁଗଣ ସବୁ ସାଙ୍ଗସାଥିମାନଙ୍କ ସାଙ୍ଗରେ ଭିଡ଼ିଓଟିକୁ ଟିକେ ସେୟାର କରିଦିଅନ୍ତୁ। ପରଜା କଥାବସ୍ତୁ, ପରଜା ଉପନ୍ୟାସର ମୁଖବନ୍ଧ ଯାହାକୁ ଆମେ କହୁଛେ ସରସୁପଦ, ସମସ୍ତେ ଜାଣନ୍ତୁ ଏବଂ ଦେଖନ୍ତୁ କିଭଳି ଭାବରେ ଓଡ଼ିଶାର ଜନଜାତିମାନଙ୍କୁ ନେଇ ଗୋଟେ ସୁନ୍ଦର କାହାଣୀ ଲେଖା ହେଇଛି ଏବଂ ସୁନ୍ଦର ଉପନ୍ୟାସଟିଏ ରଚନା କରିଛନ୍ତି ଗୋପୀନାଥ ମହାନ୍ତି। କ'ଣ ତାପରେ କହୁଛନ୍ତି ଆସନ୍ତୁ ଆଲୋଚନା କରିବା, ଆଉ ଡେରି କରିବାନି। ପୂର୍ବ ପାଠରେ ଆମେ ଦେଖିଥିଲେ ଯେ ଶୁକ୍ରଜାନୀ ଭାବୁଛି ଯେ ଗୋଟିଏ ଡୁମା ହୋଇ ଭବିଷ୍ୟତର ପୁଅ ନାତିମାନଙ୍କର ସୁଖ ସୌଭାଗ୍ୟକୁ ମିଟି ମିଟି କରି ଅନେଇବ। ତାପରେ ରାତି ଗୋଟିଏ ହୋଇଯାଇଛି। ତାପରେ କ'ଣ ହେଇଛି ନା ଶୁକ୍ରଜାନୀ ବାହାର ବଳକୁ ଚିହ୍ନେ, ବାହାର ବଳକୁ ସେ ଚିହ୍ନେ, ଖାଲି ଭରସା ରଖେ ଆଉ କାହାରି ନୁହେଁ। ତା ଅର୍ଥ କ'ଣ ନା ଶୁକ୍ରଜାନୀ କେବଳ ନିଜର ବାହୁବଳ, ନିଜର ଶାରୀରିକ ବଳକୁ ଚିହ୍ନେ, ତା ଉପରେ ଭରସା ରଖେ, ନିଜ ହାତ ଉପରେ ଭରସା ରଖେ। अपना हाथ जगन्नाथ ना कि ताहारी खाली भरोसा रखे आउ काहारी नुहे आउ काहारी तार भरोसा नहीं निज बाहुबल उपरे निज शारीरिक बल उपरे निज शरीर ताकत उपरे से भरोसा रखे। सेठाके देखंतु कोन तापर कहउतंदी सेपाख पहाड़ को चाष करिया पई लंडा कला बेले एका थरके 5 घंटा 6 घंटा से कुराड़ी ओलेई नाही काम करि जाईछि। शुक्रियानी बल देखंतु जहाँ संपर्क में उपन्यासिक कहते जे से पाखर पहाड़ को जो चाष करने से लंडा करूला से लंडा करने समय एका थरक 5 घंटा 6 घंटा से कुराड़ी मारी चली कुराड़ी ओल्हे ना कम कर चली पुणी आउ कौन तार शारीरिक बल विषय उपन्यासिक आउ कौन कहते ना कहते अधिकारी हाकिम जहाँ कहे अधिकारी हाकिमा साहेब दी महर ओजन को बोझ को काउड़ी कर एकुटिया से उठे नहीं पहाड़ डंगर झोला नाल लंघी केते थर मांकड़ झोला कि काकिरी गुमा बंगला पहुंचाई आसी कोसे गले पाए पैसा ताने कहते जे एठी कौन है ना अधिकारी मानकर हाकिम साहेबर दी महन ओजन को एक महन आम जाने साधारणतः 37-38 केजी तार 2 गुण आम करदे से 2 गुणर ओजन को
କାଉଡ଼ି କରି କାଉଡ଼ି ଆମେ ଜାଣିଛେ ଆମେ କାଉଡ଼ି ବାଲା ନାଇଁ କି କାଉଡ଼ି ମାନେ ବାହୁଙ୍ଗି କରି ସେ କ'ଣ କରେ ନା ଏକୁଟିଆ ସେ ଉଠେଇ ନେଇ ପାହାଡ଼ ଡଙ୍ଗର ଡଙ୍ଗର କହିଲେ ବଣ ପାହାଡ଼ ବଣ ଝୋଲା ଝୋଲା କହିଲେ ପାହାଡ଼ି ନଈ ନାଳ ଲଙ୍ଗି କେତେ ଥର ସେ କ'ଣ କରିଛି ମାଙ୍କଡ଼ ଝୋଲା କି କାକିରି ଗୁମା ବଙ୍ଗଳାରେ ପହଞ୍ଚେଇ ଦେଇ ଆସିଛି ସାହେବଙ୍କର ବୋଝକୁ ସାହେବଙ୍କର ଯୋଉ ଜିନିଷକୁ କୋଷେ ଗଲେ କେତେ ପାଏ ପଇସା ସେ ପାଏ ଆବୁଆ ଆବୁଆ ବଳୁଆ ଦେହରେ ଗୋଡ଼ ପେଣ୍ଡା ତାର ପଥର ଚମଡ଼ାଟି ତାର ବର୍ଷାତି ଦେଖନ୍ତୁ ତାର ଶାରୀରିକ ବଳ କ'ଣ ତା ଦେହ ଆବୁଆ ଆବୁଆ ଆମେ ଯୋଉ ଜିମ୍ ଯାଇକି ଯେମିତି ବଡି କରୁଛେ ନା ଆବୁଆ ଆବୁଆ ଆମ ଦେହଟାକୁ କରୁଛେ शारीरिक परिश्रम करी ता देह भी सही भली ठीक है आबुआ आबुआ अगर आपके हाथ में भी अगर ऐसी एक रेखा लंबी सी बन रही है तो इसका मतलब ठीक है आबुआ आबुआ एवं गोड़ पेंडा तार पथर तार गोड़ पेंडा पेंडा तार साधारण आंठू तलक जो भागटा पेंडा कहते से गोड़ गोड़ा तार मध्य देखिए पूरा पेंडा सदृश तार पूरा पथर हो जाइए तार गोड़ पेंडा गुड़ा कौन सब पथर हो जाइए ना नहीं चमड़ाटी तार देहर ता शरीर चमड़ाटी गोटे बर्षाती बर्षाती कहले रेनकोट वर्षा हेले आम रेनकोट साधारण नौचे कि तार चमड़ाटा एभली है पूरा एत टाणुआ तार जी कह बर्षाती रेनकोट कोयला पड़े ना शारीरिक परिश्रम करुच्ची ना तेणु कोयला कोयला कायला सॉरी कायला पड़े ना कायला कहले बेमार से बेमार पड़े ना अलस हुए ना अलस आम से करे नहीं कि बेमार से पड़े नहीं जहाँ कायला बोली औपन्यासिक कहते बयस 50 को धक्का खाइला किंतु तार शारीरिक बल धीरे धीरे कमी कमी आसलानी कारण बयस 50 को धक्का खाइलानी जो बयस तार 50 बल किसी तार क्रमश कमी कमी आसलानी तापर कौन कहते औपन्यासिक गोपीनाथ महांती देखु मांडिया जानी ठीक ताहारी परी टोका दिने जहाँ से थिला ताहा ही वृषल देह मुह पिला मुह परी सरल भोक शोष माने ना खाली हस ता माने मांडियाटा देखिया बड़ पुआ मांडिया जानी ठीक देखिया ताहारी भलिया माने शुक्रजानी भलिया टोका दिने शुक्रजानी जहाँ थिला टोका दिने शुक्रजानी जेभली देखा जाउतिला आज ता पुआ बड़ पुआ मांडिया जानी ठीक सही भली देखा जाउची वृषल देह बड़ुआ देह बुझी पाछन ना हैं मुह पिला मुह परी सरल मुह पिला मुह परी सरलता मुहटी छोट पिला मुह भली भारी सरल भोक शोष माने नी काम करूथो काम करूथो तार बड़ पुआ मांडिया जानी शुक्रजानी बापा शुक्रजानी भलिया खाली हसुथिब किंतु टिकराटा सान पुआटा कौन ना तार मल्ला माँ को केवल मन पकई दिए ता माँ भाया ता चेहराटा केमिति ना सही परी डब डब आखि तर तर कथा मार जमी तर 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 कथा डब डब कर अनेक आखि से भली सान पुआ टिकराटा किंतु मांडियाटा बड़ पुआ बाबा भाया सान पुआटा माँ भाया संजर निया पाखे बंश कुटुंब मिली भल पंगत टीए बसे तलर झोलू पानी माठिया धरी नसर पसर हो झिलिबिली आसती हस खेल थट्टा नकल देखु कौन है ना संजर निया पाखे जो संज आसे ना निया जले ना निया पाखे बंश कुटुंब 5 जन पुआ 2 झील 2 बापा जड़े ताले कौन बंश कुटुंब मिली भल पंगत टीए बसे पंगत कहले कौन एकत्र भोजन करवा जहाँ आम कहे पंगत टीए बसे एवं तलर झोलू मैंने पहाड़ तल नईरू कौन हुए हाँ पानी माठिया धरी नसर पसर हो झिलिबिली आसती 2 झील पानी माठिया धरी आसती संध्या बेलू निया पाखे कौन हुए बंश कुटुंब मिसिकी गोटे मिलित भोजन पंगत माने गोटे मिलित भोजन एकत्र भोजन हुए एवं जितेबाला झिलिबिली पानी धरी आसती से हस खेल थट्टा नकल सबकि खाଇବା समय हुए शुक्रजानी कानरू दरपोड़ा पिंका खंडिए टाणी नहीं निया लगाए धुआं पिउ पिउ पी जाए संजर शांति खोला पहाड़ शांति सबको ताहले केतेबेले से खोला पहाड़ शांति सबको पी जाए परीक्षा आसो शुक्रजानी केतेबेले सब शांति को पी जाए ना केतेबेले ना जेतेबेले शुक्रजानी निज कानरू दरपोड़ा पिंका पिंका कहले बीड़ी दरपोड़ा बीड़ी खंडिए टाणी दे निया लगाए बीड़ी रे निया लगाए से धुआं को जितेबाला से पीऊ थाए से पीवा समय से संध्यार शांति तक को पी जाए खोला पहाड़ शांति तक को सी पी जाए आत्मतृप्ति ताकू मिले तापर कौन होची ना से दिन गाधुआ बेला कथा आसीगला एठू अच्छा कौन है देखा ना से दिन गाधुआ बेले पहाड़ तल झोलारे झिलिबिली 2 भौणी गाधौथिले गाधुआ बेल पहाड़ तल झोला कहले पहाड़ी नई पहाड़ तल झोलारे नई रे झिली आउ बिली 2 भौणी गाधौथिले नालर बांकरे परजा स्त्री लोकଙ୍କ तुठ पहाड़ पाख खोला आर पाख बुदु बुदिकिया जंगल ता माने आमे जदि कहबा एटा मन करदु पहाड़ एटा पहाड़ जलप्रपात जिन सब पड़े ना डुडुमा जहाँ कहे डुडुमा पड़ा विषय पड़े ये आम पथर पथर थाए ये नईटी आंक बंकई बंकई जाए बुझीपार ना ना मैंने ये कहुच्छी जे नालर बांकरे परजा यहाँ बांकटा नालर बांक यही बांकरे परजा स्त्री लोकंर तुठ ये परजा स्त्री लोक मैंने आसी गाधाती पहाड़ पाख खोला यही पटटा खोला पहाड़ पाख यहाँ पहाड़टा ना यहाँ पहाड़टा यही पहाड़ पाख खोला आर पाख बुदु बुदिकिया जंगल किंतु ए पाखटा होची बुदु बुदिकिया कौन जंगल ए पाखटा होची बुदु बुदिकिया जंगल उच्च चांचरा कहले चट्टाण जो ये खसी थाए ये पूरा चट्टाण हो जाए ना बड़ बड़ पथर गुरा जल पड़े उच्च चांचरा उपरे धला पानी डेई डेई दुलदुल होई कचाड़ी होची आपण माने देखिथिबे जलप्रपात धला धला पानी देखा जाए ऊपर तले जलटी खसे धला देखा जाए एवं सेही पानी सब दुलदुल होई कि डेई डेई कचाड़ी होई पड़ुची एवं गड़ी गड़ी का आसुची तळକୁ ଆମେ ସମସ୍ତେ ଜାଣିଛେ गड़ी 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 तळକୁ आसे बन देश रे एही परि असंख्य डुडुमा बन देश रे जेतळे जिबे एही बहुत प्रकार डुडुमा अछि मुंड उपरे बरगछ छाई एही बाकरे एही गोटे बरगछ अछि एही बरगछ छाई एही पड़ुची तापरे ढालू अतड़ार साबुजा मांडिया केत केना केना होई पानी ऊपर को होली पड़िची ताले एही अतड़ा अछि नई अतड़ा एही अतड़ा पाखरे लगाइची सबुजा बा सबुज मांडिया केत सब केना केना होई पानी ऊपर को होली अतड़ा देखिथिबे आपण माने अतड़ा देखिथिबे अतड़ा सब खसिची मांडिया
সরু নালি নালি বাট চলা তুঠ রাস্তা সাপেই সাপেই অতড়ায় 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 সেই যে নদীর অতড়া সেই ঝোলা বা পাহাড়ি নদীর অতড়ারে সাপেই সাপেই সরু নালি চলা বাট সবু ଅଛି তা মানে বুঝিপারথিবে আপন মানে না কোন ଅଛି মুন্ড উপরে বরগছ ছাই সেই বরগছ ছাই তলে তুঠ এবং ঢালু অতড়ারে সাবুজা মাଣ୍ଡିଆ ক্ষেত কেনা কেনা হয়ে পানি উপরକୁ ওহଳି পড়িছি এবং সরু নালি নালি বাট চলা তুঠ রাস্তা এবং তুঠ রাস্তা সেই তুঠକୁ আসিয়া ପାଇଁ ଯୋଉ রাস্তা তাহা নালি রঙর এবং সরু রাস্তা এবং সে কোন হয়েছে না সাপেই সাপেই মানে এইভাবে বঙ্কা টঙ্কা হয়ে রাস্তা আসিছি অতড়ায় অতড়ায় সেই অতড়া উপরে এইভাবে নালি রাস্তা সরু রাস্তা খন্ডি আসিছি নালর বাঙ্করে নিরোলারে জিলি আউ বিলি গাধোলে দুই ভৌণী গাধোচ্ছেন নিরোলারে কহিলে সুনসান আমি যাকে কହୁଛେ জনশূন্য বা ଯୋଉଠି ଲୋକ ନାହାନ୍ତି ସେଇ ନାଳର ବାଙ୍କରେ ଯୋଉ ବାଙ୍କରେ ପରଜା ସ୍ତ୍ରୀ ଲୋକଙ୍କର ତୁଠ ସେଇ ବାଙ୍କରେ ଜିଲି ଆଉ ବିଲି ଦି ଜଣ ଗାଧୋଉଛନ୍ତି ଦି ଜଣଙ୍କର ବୟସ କେତେ ହବ 17 ଆଉ 14 ବର୍ଷ ପରଜାର ଗାଧେଇବା ଅଭ୍ୟାସ ଅନୁଯାୟୀ ଦୁହେଁ ଯାକ ଲଙ୍ଗଳା ପରଜା ଗାଧେଇବା ତାଙ୍କର ଅଭ୍ୟାସ ଅନୁଯାୟୀ କ'ଣ ହୁଅନ୍ତି ସେ ଦୁଇ ଜଣ ଯାକ ଲଙ୍ଗଳା ଅଛନ୍ତି ଝିଲି ସାମ୍ନାକୁ ମୁହଁ କରି ତାର ପିନ୍ଧା ପାଞ୍ଜିଆ ଖଣ୍ଡିକ ଚଟାଣ ଉପରେ କାଚୁଥିଲା ଝିଲି କ'ଣ କରୁଛି ଝିଲି ତାର ସାମ୍ନାକୁ ମୁହଁ କରିଛି ଏବଂ ତାର ପିନ୍ଧା ପାଞ୍ଜିଆ ତା ପୋଷାକ ଖଣ୍ଡିକୁ କ'ଣ କରୁଛି ଚଟାଣ ଉପରେ କାଚୁଛି ଦେହରେ ବସ୍ତ୍ର ନାହିଁ ବିଲି କ'ଣ କରୁଛି ପାଣି ମାଠିଆକୁ ପାଖରେ ଥୋଇ ଦେଇ ବଳା ଗଣ୍ଠିଏ କ'ଣ ହେଇଛି ଦେଖିବା ବିଲି କ'ଣ କରୁଛି ନା ପାଣି ମାଠିଆକୁ ପାଖରେ ଥୋଇ ଦେଇଛି ଏବଂ ତାର ବଳା ଗଣ୍ଠିଏ ପାଣିରେ ବସି ପଡ଼ିଥିଲା ସେ ପାଣିରେ ବସି ପଡ଼ିଛି ଏବଂ ଖଟା ଚିଲି ଫଳର ସାବୁନ ଫେଣରେ ମୁଣ୍ଡ ରଗଡ଼ୁଛି ତାମାନେ ଯୋଉ ଜିଲି ତାର କ'ଣ କରୁଛି ପାଞ୍ଜିଆ ତାର ପାଞ୍ଜିଆ ଖଣ୍ଡିକ ଚଟାଣ ଉପରେ କାଟୁଛି କିନ୍ତୁ ବିଲି କ'ଣ କରୁଛି ତାର ବଳା ଗଣ୍ଠିଏ ପାଣିରେ ବସି ପଡ଼ିଛି ହେଲା ବଳା ଗଣ୍ଠି ଆମେ ଜାଣିଛେ ଯୋଉ ହାତରେ ବଳା ପିନ୍ଧନ୍ତି ଯୋଉ ସେତିକି ଯାଏ ସେ ପାଣିରେ ବସି ପଡ଼ିଛି ଏବଂ ଖଟା ଚିଲି ଫଳର ସାବୁନ ଫେଣକୁ ଆଣି ମୁଣ୍ଡରେ ରଗଡ଼ୁଛି ଏବଂ ବେଳେ ବେଳେ ପାଣିରେ ମୁଣ୍ଡକୁ ମାରି ଦେଇ ଦୁଇ ହାତରେ ପାଣି ଚବର ଚବର କରୁଛି ତାହେଲେ ମୁଣ୍ଡକୁ କ'ଣ କରୁଛି ଦୁଇ ହାତରେ ସାପୁ ଲଗେଇଲେ ଯେମିତି କରାଯାଏ ସେଇଭଳି ଭାବରେ ଏମିତି କରୁଛି ଏବଂ କରିସାରିଲା ପରେ ସାବୁନ ଫେଣରେ ଯୋଉ କି ସାବୁନ ସେ ହେଉଛି ଖଟା ଚିଲି ଫଳର ସାବୁନ ହେଲା ସେଥିରେ ମୁଣ୍ଡକୁ ରଗଡ଼ୁଛି ଏଇଭଳି ଭାବରେ ଏବଂ ଆମେ ଯେମିତି ସାମ୍ପୁରେ କରୁ ସେଇଭଳି ଭାବରେ ଏବଂ ବେଳେବେଳେ କ'ଣ କରୁଛି ନା ବେଳେବେଳେ ପାଣିରେ ମୁଣ୍ଡକୁ ମାରି ଦେଉଛି ମାରି ଦେଇକି ଦୁଇ ହାତରେ ପାଣିକି ଚବର କରୁଛି ସେତିକି ବେଳେ କ'ଣ ହେଇଛି ନା ସେତିକି ବେଳେ ଝୋଲା ସେକର ଢିପ ଉପରେ ଭାର କାଉଡ଼ି ବୋହି କପାଳର ଝାଳକୁ ପୋଛି ଚାଲିଗଲେ ପରଜା ଯୋଡ଼ିଏ ସିଧା ଆଖି ସିଏ କାହିଁ ଅନେଇବେ କିଏ ଗାଧେଇଲା କି ନ ଗାଧେଇଲା ସିଏ କ'ଣ କରୁଛନ୍ତି ନା ଦେଖନ୍ତୁ ସେତିକିବେଳେ ଯେତେବେଳେ ଦୁଇ ଭଉଣୀ ଜଣେ ପୋଷାକ ତାର ପାଞ୍ଜିଆକୁ କାଚୁଛି ଏବଂ ଆଉ ଜଣେ ମୁଣ୍ଡକୁ ପାଣିରେ ଦେଇ ଚବର କରୁଛି ବା ମୁଣ୍ଡ ସଫା କରୁଛି ସେତିକିବେଳେ ଝୋଲା ସେକର ଢିପ ଉପରେ ଝୋଲା ସେକର ମାନେ ଝୋଲାର ଝୋଲା ଏଇପଟ ଉପରେ ଭାର କାଉଡ଼ି ବୋହି କପାଳର ଝାଳକୁ ମୁଣ୍ଡର ଝାଳକୁ ପୋଛି କାଉଡ଼ି ବା ବାହୁଙ୍ଗି ବୋହି ପରଜା ଯୋଡ଼ିଏ ଦୁଇ ଜଣ ପରଜା ଲୋକ ଚାଲିଗଲେ ତାଙ୍କର ଆଖି କିନ୍ତୁ ସିଧା ସେ ଚାଲିଗଲେ ଇଆଡ଼େ ଚାଲିଗଲେ ଇଏ ଗାଧୋଉଛନ୍ତି ଏଇଠି ହେଲା ତଳେ ଝୋଲା କୂଳେ ଉଣ୍ଡିକା କୋଳି ଗଛରେ ହରଡ଼ ଚଢ଼େଇ ଖୋଜିବା ବାହାନାରେ କାନ୍ଧରେ ବନ୍ଧୁକ ପକେଇ ଏକର ସେକର ହେଉଥିଲା ଆଉ ଜଣେ ଲୋକ କିନ୍ତୁ ଆଉ ଜଣେ ଲୋକ ଦି ଜଣ ତ ପରଦା ଏପଟେ ଚାଲିଗଲେ ସିଧା ଆଖି ନା କିନ୍ତୁ ଆଉ ଜଣେ କ'ଣ କରିଛି ଲୋକ ତଳେ ଝୋଲା କୂଳେ ନଈର କୂଳେ ତଳେ ଉଣ୍ଡିକା ଖୋଜିକା କୋଳି ଗଛରେ ସେ କ'ଣ ଖୋଜୁଛି ନା ହରଡ଼ ଚଢ଼େଇ ଖୋଜିବା ବାହାନାରେ କାନ୍ଧରେ ବନ୍ଧୁକଟେ ପକେଇ ଏକର ସେକର ହେଉଛି ଆଉ ଗୋଟିଏ ଲୋକ ସେ ସଭ୍ୟ ଜଗତର ଲୋକ ଔପନ୍ୟାସିକ ଗୋପୀନାଥ ମହାନ୍ତି କହୁଛନ୍ତି ସେ ସଭ୍ୟ ଜଗତର ଲୋକ ସେ କାହିଁକି ସଭ୍ୟ ଜଗତର ଲୋକ ବୋଲି କହିଲେ କାରଣ ସେ ଜଙ୍ଘିଆ ପିନ୍ଧିଛି এই অর্ধনগ্ন বা অধা লঙ্গলা জায়গায় জনে যদি জঙ্গিয়া পিন্ধিছি এবং অধা কামিজ পিন্ধিছি এই অধা লঙ্গুড়ি দেশে তাহলে ঔপন্যাসিক কৌଛନ୍ତି এই কথাকে দেখিকি কৌଛନ୍ତି যে ইয়ে হচ্ছে সভ্য জগতর লোক সে বন অধিকারী সে বনর বাবু অধিকারী হাকিম কারণ সে বন গারড় কহিলে বন গার্ড ফরেস্ট গার্ড আমি যা কହୁଛେ বা জঙ্গল জমান চপরাসি তার কাম কোণ তাহলে ফরেস্ট গার্ডଙ୍କର কাম কোণ বন গারড়ଙ୍କର কাম কোণ তার কাম বনକୁ জগিবা ইয়ে বন হানি পকাଉଛି নিঘা କରିବା ধরপকড় କରିବା গর্জন କରିବା জঙ্গল জমানর এই অঞ্চলକୁ কমান পড়িଥିଲା তাহলে জঙ্গল জমান আসি চড়েই হরড় চড়েই খোঁজিবা বাহানারে কান্ধরে বন্ধুক পকাই একর সেকর হଉଛି না ঝোলা নদীর কূলে দুই ভଉଣୀ গাধোଉଛନ୍ତି তাহলে জঙ্গল জমান কাহিଁକି ଏ ଜାଗାକୁ ଆସିଛି ନା এই অঞ্চলକୁ তার কমান পড়িଥିଲା কমান କହିଲେ এই অঞ্চলକୁ তার গস্ত পড়িଥିଲା আসিଛି କିଛି কলেকশন କରିବ যদি কিছু যদি আমি କହିବା କ'ଣ କିଛି ତାର কমান গস্ত পড়িଛି ଆସିକି ଦେଖିବ ଏ ଜାଗା ସବୁ ଠିକ ଅଛି ନା ନାହିଁ ଏବଂ ସେ ଅନୁସାରେ ପଇସା ପତ୍ର ତାର ଯାହା ଯେତିକି କର ନେବା କଥା ନେବ ହେଲା ଆଚ୍ଛା ହଁ ଗୋଟିଏ ଗଛକୁ ଉଣ୍ଡିବା ବାହାନାରେ ଗୋଟିଏ ଗଛକୁ ଦେଖୁଛି ହରଡ଼ ଚଢ଼େଇ ସେ ଖୋଜୁଛି ନା ତେଣୁ ଗୋଟିଏ ଗଛ ଯେତେବେଳେ ଉଣ୍ଡିବା ବାହାନାରେ ଖୋଜିବା ବାହାନାରେ କେତେବେଳୁ ସେ ଏ ପାଖ ପାଣିକୁ ଚାହୁଁଥିଲା ଯୋଉ ପାଣିରେ ଦି ଭଉଣୀ ଗାଧୋଉଛନ୍ତି ସେ ପାଣିକି ଚାହୁଁଥିଲା ହଠାତ୍ ଦୃଷ୍ଟି ପଡ଼ିଗଲା ଜିଲିର ଦୃଷ୍ଟି ପଡ଼ିଗଲା ଦି ଭଉଣୀ କିଲିକାଲିଆ ହୋଇ ଉଠି ପଡ଼ିଲେ ଦି ଭଉଣୀ କ'ଣ କଲେ କିଲିକାଲିଆ ହୋଇ ଉଠି ପଡ଼ିଲେ ଜିଲି ତାର କାଚିବା ଲୁଗାକୁ ବେଢ଼େଇ ହୋଇ ପଡ଼ିଲା ଜିଲି କ'ଣ କଲା ତାର ଯୋଉ ଲୁଗାକୁ କାଚୁଥିଲା ଯୋଉ ପାଞ୍ଜିଆକୁ ସେ ଆଣି ସାଙ୍ଗେ ତାକୁ ବେଢ଼େଇ ହେଇ ପଡ଼ିଲା ବିଲି କ'ଣ କରିବା ତାହେଲେ ପାଣିରେ ତ ଚାପୁ କରୁଥିଲା ନା ସିଏ କ'ଣ କଲା ନା ଜିଲି ବା ଭଉଣୀ ପଛ ଆଡ଼େ ଲୁଚି ଯାଇ ଇଆଡ଼କୁ ସିଆଡ଼କୁ ଚାହିଁ ପଛେଇ ହାତ ବଢ଼େଇଲା ବରଗଛ ସିଅକୁ ବରଗଛ ତଳେ ତୁଠ ନା ବରଗଛର ସିଅ ବରଗଛର ଚେର ସେଇ ଯୋଉ ଚେରକୁ ହାତ ବଢ଼େଇଲା ପଛକୁ ଯାଇକି ଯେଉଁଠି ତାର ନାଲି ଲୁଗା ଖଣ୍ଡିକ ପବନରେ ଦୋହଲୁଥିଲା ସେଇଠି ସେ ହାତ ବଢ଼େଇଲା ହସରେ ଝୋଲାରୁ ପାଣି ଛଳଛଳେଇ ଉଠିଲା ହସରେ ଝୋଲାରୁ କ'ଣ ହେଲା ନଦୀରୁ ପାଣି ଛଳଛଳେଇ ଉଠିଲା ଜମାନ ହସି ଛପିଗଲା ବୁଦା ଉଡ଼ୁଆଳରେ ଜମାନ ମଧ୍ୟ ଯୋଉ ଫରେଷ୍ଟ ଗାରଡ଼ ଆମେ ଯାକୁ କହୁଛେ ବଣ ଗାରଡ଼ ବା ଜଙ୍ଗଲ ଜମାନ ସେ କ'ଣ କଲା ହସି ଛପିଗଲା ବୁଦା ଆଢ଼ୁଆଳରେ ତରତର କରି ଦି ଭଉଣୀ କ'ଣ କରିଛନ୍ତି ଆଉ କ'ଣ ଗାଧେଇବେ ଗାଧୁଆ ଶେଷ କରି ଓଦା ଲୁଗାକୁ ଫଡ଼ଫଡ଼ କରି ଦି ଭଉଣୀ ମାଠିଆ କାଖେଇ ଦୋହଲିକା ଉଠିଗଲେ ପାହାଡ଼ର ଢାଲୁଏ ଦି ଭଉଣୀ ଶୀଘ୍ର ଗାଧୁଆ ଶେଷ କରିଦେଇ ଲୁଗାକୁ ଫଡ଼ଫଡ଼ କରି ମାଠିଆକୁ କାଖେଇ ଦୋହଲିକା ମାଠିଆକୁ ଉଠିଗଲେ କୋଉଠିକି ପାହାଡ଼ର ଢାଲୁଏ ଗଡ଼ାଣିଆ ଜାଗାକୁ ଉଠିକି ଅଦୃଶ୍ୟ ହେବା ଯାଏ କିନ୍ତୁ ଜଙ୍ଗଲ ଜମାନ ଚାହିଁ ରହିଥିଲା
କିନ୍ତୁ ସେ ଦୁଇ ଭଉଣୀ ଅଦୃଶ୍ୟ ହେବା ଯାଏ ଜଙ୍ଗଲ ଜମାନ କ'ଣ କରିଥିଲା ଚାହିଁ ରହିଥିଲା ନାକକୁ ଫୁଲେଇ ଜଙ୍ଗଲ ଜମାନ କ'ଣ କରୁଛି ନାକକୁ ଫୁଲେଇ ଆଉ କ'ଣ କରୁଛି ଦେଖନ୍ତୁ ତାର ଅବସ୍ଥା ଆଖିରେ ନିଆଁ ଜାଳି ଉଠୁ ବଡ଼ ଛାତିରେ ଏକା ଜାଗାକେ ଠିଆ ହୋଇ ଚାହିଁ ରହିଥିଲା ଦୁଇ ଭଉଣୀ ଢାଲୁଏ ଚାଲି ଆସିଲେ କିନ୍ତୁ ଜଙ୍ଗଲର ଜମାନ ନାକକୁ ଫୁଲେଇ ଆଖିରେ ନିଆଁ ଜାଳି ଉଠୁ ବଡ଼ ଛାତିରେ ଏକା ଜାଗାକେ ଗୋଟେ ଜାଗାରେ ଠିଆ ହେଇ ଅନେଇଛି ତ ଅନେଇଛି ତାପରେ ସିଟି ମାରି ମାରି ବୁଲାଣି ବାଟରେ ଧୀରେ ଧୀରେ ସେ ଗାଁ ଆଡ଼କୁ ଚାଲିଲା ତାପରେ ତାର ଯେଉଁ ସିଟି ଥିଲା ସିଟିକୁ ମାରି ମାରି ଧୀରେ ଧୀରେ ସେ ଗାଁ ଆଡ଼କୁ ଚାଲିଲା ଗାଁକୁ ଯିବ ଗାଁରେ ଯାଇକି ସେ ଯାହା ସବୁ ତାର ଯେଉଁ କର୍ତ୍ତବ୍ୟ ବା ଯେଉଁ କାମ ସେ ସବୁ କରେ ହେଲା ସେ ସବୁ ଦେଖିବ ତେଣୁ ହରଡ଼ ଚଢ଼େଇ ଲୁଚି ସାରିଥିଲେ ଯେଉଁ ହରଡ଼ ଚଢ଼େଇକି ସେ ଖୋଜି ଖୋଜି ଆସି ଏଇଠି ନଦୀ ବାଙ୍କ ପାଖରେ ପହଞ୍ଚିଲା ସେ ଚଢ଼େଇ ଲୁଚି ସାରିଥିଲେ ପାଗ ବିଗିଡ଼ିଗଲା ପାଗ ମଧ୍ୟ ବିଗିଡ଼ିଗଲା ଏବଂ କାନ୍ଧରେ ବନ୍ଧୁକର ବୋଝ ଭାରି ଭାରି ଏବଂ ପାଗ ମଧ୍ୟ ଚେଞ୍ଜ ହେଇଯାଇଛି ବା ପାଗ ମଧ୍ୟ ବିଗିଡ଼ି ଯାଇଛି ଏବଂ ତାର ଯେଉଁ କାନ୍ଧରେ ଯେଉଁ ବନ୍ଧୁକ ପକାଇଥିଲା ତାକୁ ଆଜି ଓଜନିଆ ବା ଭାରି ଭାରି ଲାଗୁଛି ତାପରେ ସେ ଗାଁକୁ ପ୍ରବେଶ କରି ଗାଁରେ କ'ଣ କରୁଛି ଆଲୋଚନା କରିବା ବନ୍ଧୁଗଣ ବହୁତ କହିବା ଗୋଟେ বহু চর্চিত উপন্যাস প্রসিদ্ধ উপন্যাস পরদা সেই পরদারু আসিছি তেমন আমি দেখিবা জঙ্গল জমান গাঁকু প্রবেশ করে কোণ করুছি এবং ঝিলিবিলি সাংরে সে পুଣି তার সাক্ষাৎ হচ্ছে না নাই এবং শুক্রজানী সহিত তাঙ্কর তার কোণ ঘটনা ঘটুছে সে সম্পর্কে আলোচনা করা সেটি পর্যন্ত মতো বিদায় দিয়ন্তু রহুছি নমস্কার জয় জগন্নাথ বন্দে উৎকল জননী।